Good morning, church. Good morning. Before I begin speaking, I'm to share my warmest greetings in the name of Jesus Christ. I want to apologize for speaking in English. I'm born in Odisha, but my entire education has been in English, and I've mostly spent time outside Odisha and even India. प्रायतः आरंभରୁ ତାଙ୍କର ଏଜୁକେଶନ ଇଂଲିଶରେ ହେଇଛି ଏବଂ ମୋଷ୍ଟ ଅଫ ଦ ଟାଇମ୍ ଓଡ଼ିଶା ବାହାରେ ସେ ସବୁବେଳେ ରହିଛନ୍ତି, ଇଣ୍ଡିଆ ବାହାରେ ରହିଛନ୍ତି. So my Odia knowledge is very limited. ଓଡ଼ିଆ knowledge ବହୁତ limited. I've never used an Odia Bible. I've always used an English Bible. ସବୁବେଳେ ସେ ଇଂଲିଶ ବାଇବଲ ଉଚ୍ଚାରଣ କରନ୍ତି. So it's a little difficult for me. ତେଣୁ ଏହା ତାଙ୍କ ପାଇଁ କଷ୍ଟସାଧ୍ୟ ଅଟେ ଓଡ଼ିଆ ପଢ଼ିବା ଏବଂ ଓଡ଼ିଆରେ ଉଚ୍ଚାରଣ କରିବା. Anyways, that shouldn't stop from what we are going to learn today. ଏହା ଆମମାନଙ୍କୁ କଦାପି ଅଧ୍ୟୟନ କରିବାରେ ଜାଣିବାରେ ଆମମାନଙ୍କୁ ରୋକି ପାରିବ ନାହିଁ ଲାଙ୍ଗୁଏଜ. I'm really excited today to be here. ମୁଁ ବହୁତ ଖୁସି ଅଟେ ଆପଣମାନଙ୍କ ମଧ୍ୟରେ ଆଜି ଠିଆ ହେଇଥିବା ହେତୁ. I'm excited because the rain did not stop me from being here. ଆପଣମାନଙ୍କୁ କାହାକୁ ଏହି ବର୍ଷା ଅଟକାଇ ପାରିଲେ ଏହି ସ୍ଥାନକୁ ଆସିବା ପାଇଁ. And I know that you are here for the right reasons. ଆଉ ଏହି ସ୍ଥାନରେ ଆପଣମାନେ ନିହାତି ଉତ୍ତମ କାରଣରେ ଅଛନ୍ତି. So it encourages me to speak through the Holy Spirit even better. ଏଇଟା ମୋତେ ବହୁତ ଏନକରେଜ କରେ ଆପଣମାନଙ୍କ ସମ୍ମୁଖରେ ପବିତ୍ର ଆତ୍ମାଙ୍କର ଚାଳନାରେ ପ୍ରଚାର କରିବା ନିମନ୍ତେ. I was supposed to give my testimony. ମୁଁ ମୋର ସାକ୍ଷ୍ୟ କହିବାକୁ ମଧ୍ୟ ଇଚ୍ଛା କରେ. But I've already been introduced twice now. Already ମୋତେ ଦୁଇ ଥର ଇଣ୍ଟ୍ରୋଡ୍ୟୁସ କରିଦିଆଗଲାଣି. So I don't think I have anything else to say. ଆଉ କିଛି ବାକି ନାହିଁ ମୋର କହିବାର ସାକ୍ଷ୍ୟରେ. But I'll tell one important thing. କିନ୍ତୁ ନିହାତି ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ମୁଁ କହିବାକୁ ଚାହେଁ. Before I was born, ମୁଁ ଜନ୍ମ ହେବାର ପୂର୍ବରୁ my mom conceived me just like Samuel was conceived in the Bible. ଯେଭଳି ସାମୁଏଲଙ୍କର ମାତା ସେ ଗର୍ଭଧାରଣ କଲେ ଠିକ୍ ସେହିଭଳି ତାଙ୍କୁ ତାଙ୍କର ମା ଗର୍ଭରେ ଧରିଲେ. She dedicated to me into the ministry even before I was born. ସେ ଜନ୍ମ ହେବାର ପୂର୍ବରୁ ତାଙ୍କର ମା ତାଙ୍କୁ ପ୍ରଭୁଙ୍କର ସେବା କାର୍ଯ୍ୟ ପାଇଁ ଡେଡିକେଟ୍ କରିସାରିଥିଲେ. I was really good in school. ସ୍କୁଲରେ ପଢ଼ିଲା ବେଳେ ସେ ବହୁତ ସୁନ୍ଦର ପାଠ ପଢ଼ୁଥିଲେ. I was not interested in the ministry. ଆଉ ସେ ମିନିଷ୍ଟ୍ରିକୁ ଆସିବାକୁ ତାଙ୍କର ଏମିତି କୌଣସି ଆଗ୍ରହ ନଥିଲା. I used to help my dad in the ministry. ମୋର ବାବାଙ୍କୁ ମୁଁ ମିନିଷ୍ଟ୍ରିରେ ସାହାଯ୍ୟ କରିବାକୁ ଇଚ୍ଛା ଥିଲା. But I didn't want to be part of that. କିନ୍ତୁ ମିନିଷ୍ଟ୍ରିରେ ସେ ନିଜେ ସମ୍ପୃକ୍ତ ହେବାର ତାଙ୍କର ଇଚ୍ଛା ନଥିଲା. My mom did not care what I did in my school. ସେ ସ୍କୁଲରେ ଯାହା କରୁଥିଲେ ମା ସେଥିପ୍ରତି ଏତେ କିଛି ତାଙ୍କର ମନୋଯୋଗ ନଥିଲା. Even if I was an university topper, she did not care. ସେ ୟୁନିଭର୍ସିଟିରେ ଟପର ହେଲେ କିମ୍ବା ଆଉ କୌଣସି କ୍ଷେତ୍ରରେ ଏଚିଭ୍ କୌଣସି ବିଷୟ କଲେ ସେଥିରେ ବି ତାଙ୍କର ଏତେ କିଛି ଆଗ୍ରହ ନଥିଲା ମାଙ୍କର. She always wanted me to be in the ministry. ସେ ସବୁବେଳେ ଚାହୁଁଥିଲେ ମୋର ପୁଅ ଯେତେ ଯାହା ସଫଳତା ବି ପାଉ କିନ୍ତୁ ଗୋଟିଏ ଦିନ ସେ ସେବା କାର୍ଯ୍ୟକୁ ଆସୁ. And because of our prayers, ଆଉ ତାଙ୍କର ପ୍ରାର୍ଥନା ପାଇଁ unexpectedly and dramatically, ଅପ୍ରତ୍ୟାଶିତ ଭାବରେ ଆଉ ଘଟଣାକ୍ରମେ I'm here standing in front of you. ଆପଣମାନଙ୍କର ସମ୍ମୁଖରେ ମୁଁ ଠିଆ ହେଇଛି. God has opened my eyes and my heart. ପ୍ରଭୁ ମୋର ଚକ୍ଷୁକୁ ଖୋଲିଲେ, ମୋର ହୃଦୟକୁ ବି ଖୋଲିଲେ. It took me my entire life. ଏଇଟା ତାଙ୍କର ଜୀବନରେ entire life. It took me my entire life to finally understanding the call of God. ଈଶ୍ୱରଙ୍କ ଇଚ୍ଛା ଏବଂ ଈଶ୍ୱରଙ୍କ ଆହ୍ୱାନକୁ ବୁଝିବା ପାଇଁ ଏହି ସମସ୍ତ ସମୟ ତାଙ୍କୁ ଲାଗିଲା. Anyways, I'm here and I'm really thankful. ଏହି ସ୍ଥାନରେ ମୁଁ ଅଛି ଆଉ ମୁଁ ବହୁତ ପ୍ରଭୁଙ୍କର ପାଖରେ ଏବଂ ଆପଣମାନଙ୍କ ପାଖରେ ଧନ୍ୟବାଦ ଅଟେ. Let's pray a little bit before I can start. ପ୍ରଭୁଙ୍କର ବାକ୍ୟକୁ ଯିବା ପୂର୍ବରୁ ଆସ ଆମେ ପ୍ରାର୍ଥନା କରିବା. Gracious Heavenly Father, ଅନୁଗ୍ରହକାରୀ ଆମମାନଙ୍କର ସ୍ୱର୍ଗସ୍ଥ ପିତା, thank you for this wonderful day. ତୁମର ସୁନ୍ଦର ଆଶୀର୍ବାଦ ପାଇଁ ଧନ୍ୟବାଦ. Thank you for this wonderful day. ପ୍ରଭୁ ଏହି ସୁନ୍ଦର ଦିନ ପାଇଁ ଧନ୍ୟବାଦ. Thank you for this wonderful fellowship. ପ୍ରଭୁ ଏହି ସୁନ୍ଦର ସହଭାଗିତା ପାଇଁ ଧନ୍ୟବାଦ. The few that is present under this church today, Lord, let them have a blessed time today. ପ୍ରଭୁ ତୁମର ଉପସ୍ଥିତି ତୁମର ଆଶୀର୍ବାଦରେ ଏହି ଉପାସନା ସ୍ଥଳୀ ଭରି ଯାଉ, ଯଦ୍ୱାରା ଆମ ସମସ୍ତଙ୍କ ପାଇଁ ଏହା ଆଶୀର୍ବାଦର କାରଣ ହେବ.
I'm absolutely nothing, Lord. I'm absolutely nothing, Lord. प्रभु मु निजे किछि नुह Use me, use my tongue. प्रभु तुम्हें मते व्यवहार करो तुम्हें मोर जीवा को व्यवहार करो Let the Holy Spirit speak through me, Lord. पवित्र आत्मा मोर मुख देई जे भली कथा कहिबे प्रभु तुम्हें आशीर्वाद दियो And let the rest of the time be a blessed time, and let it be fruitful so that we can use something applicable for the rest of our lives. बाकी समस्त समय तुमर गौरवार्थे एवं आत्मांतर आशीर्वाद पाई प्रभु उद्दिष्ट हो तुम्हें उपकार करो You lead us and you guide us. प्रभु तुम्हें आत्मा को निर्देश दियो तुम्हें आत्मा को परिचालना दियो In Jesus' name I pray. यीशु के नाम रे मांगू Amen. आमीन So let's get into the scripture which we just read, Genesis chapter 32, 24 to 28. जो अंश आमे पढिछु से अंश को आमे ध्यान देबा आदि पुस्तक 32 अध्याय 24 पद और 28 पद I believe pretty much everybody here knows this story. I believe everybody in the church know this story. मो विश्वास करे जे आत्मा मंडली चर्च समस्त एक टेक्स्ट को जानती We exactly know what Jacob is going through in this. We exactly know what Jacob is going through in this. आ आमे समस्त जानो जे इस स्थान में कोन घटिछि Suddenly, Jacob is waiting to be killed by his brother Esau. जाकोब तांकर भाई एसो सहित मिसिबा को व्याकुल He's waiting that he will come and kill him. ओहो एसो आसी जाकोब को मारि दबो एई प्रकार भावना रे चिंता रे जाकोब अछंती He's really tensed. आ से प्रकार टेंशन अवस्था रे And suddenly, a man shows up and starts wrestling with him. आ से प्रकार भावुଥିବା अवस्था रे से प्रकार चिंतुଥିବା अवस्था रे जण व्यक्ति तांकर सहित मल्ल युद्ध करूछंती I was thinking, it makes no sense. मु भावुଥିଲି एते कोनोसी अर्थ नाही I mean, his intention, he is really thinking he's going to die that day. Why? जाकोब गोटे कथा भावुछंती जे अल्प क्षण अंतरे के जाने एसो मते मारि देई पारे आ एई प्रकार समय एई प्रकार एक मल्ल युद्ध हेबा And God is showing up and wrestling with him. आ प्रभु निजे आसी तार सहित मल्ल युद्ध करिबा He's not talking with him. तार सहित कथा हो नाहंती He's not encouraging him. ताके कोनोसी एनकरेज दो नाहंती उत्साह दो नाहंती But he's wrestling with him. किंतु तार सहित मल्ल युद्ध करूछंती And I'm thinking, what's the deeper meaning behind this? आ मु चिंता करूଥିଲି एथिरे कोन गुरुत्वपूर्ण अर्थ रहिछि 2 Timothy 3:16 says, द्वितीय तिमोथी तार 3 अध्याय 16 पद प्रकाश करे 3:16 3:16. So it shows up here. I'll just say, all scripture in the Bible is profitable. समस्त शास्त्र ईश्वर विश्वसित एवं शिक्षा और संशोधन धार्मिकता संबंधी शासन निमंते उपकारी Every scripture in the Bible is profitable for us. जहाँ किछि बाइबल रे लिखा जाइतिबा समस्त ईश्वरंकर वाक्य गुडी को आम्मानकर पाई उपकारी अटे So clearly this has to be profitable as well. There is some deeper meaning behind it. आ एठी भी आज जहाँ पढिछु एथिरे भी जहाँ लिखा होइछि तार एक गुरुत्वपूर्ण अर्थ रहिछि But it was so weird, so different that I did not know what it meant. किंतु एहा एई प्रकार एक चमत्कार अटे जे एहा अति सरल भाବରେ बुझिबार मोर पाई भी कष्ट हला So I asked one of my teachers in US, तेणु यूएस अमेरिका रे से तांकर जने शिक्षकन को पछारिले what's the meaning behind this? यार भितर थिबा अर्थ कोन अटे And she told me, every time you read the Bible, you might not understand. You need to keep reading until the Holy Spirit speaks to और you. तांकर शिक्षक कहिले जे जतेबेले भी तुमे बाइबल पढुछो सेतेबेले ताहा जे बुझी पारिबो एई प्रकार न किंतु जतेबेले भी तुमे पढुछो रिपीटेडली तुमे पढो जद्वारा तुमे बुझी पारिबो And the Holy Spirit allow you to understand this deeply. पवित्र आत्मा तुमको सहाय्य करिवे ताहा बुझिबा पाई So before I could speak about this meaning, I want to go back to the beginning of both chapter 32. এই যে অংশ পড়িছো এই অংশ মু आपनको सारगर्भ देबार पूर्व तार आगर कोन हैछि मु सही स्थान को आपन मान को टिके नै जिबा को चाहे So chapter 32 verse 1. 32 पर्वर 1 पद Jacob went on his way and the angels of God met him. कहि उत्तर जाकोब यात्रा करते परमेश्वरक दूत गण ताहा संगे भेटिले So the angels of God had just met Jacob. जाकोब सहित परमेश्वरक दूतक साक्षात होउछि And the reason behind that is आ यार कारण होउछि because he had a big fight with his father-in-law Laban. कारण जाकोब जस्ट के आगरु तांकर ससुर लाबन सहित एक
ଏକ ଝମେଲା କରି ସେ ବାହାରି ଆସିଛନ୍ତି। They had a terrible fight. ତାଙ୍କର ଦୁଇ ଜଣଙ୍କର ଭିତରେ ସଂଘର୍ଷ ହେଇଛି। And now he's waiting to get killed by his brother Esau. ଆଉ ସେଇଠୁ ଆସୁ ଆସୁ ଯାକୋବ ଅପେକ୍ଷାରେ ଅଛନ୍ତି, ଆଉ କିଛି ମୁହୂର୍ତ୍ତ ପରେ ଏସୋ ମୋତେ ମାରିଦେବ। He's really troubled in his ଆଉ ସେ ବହୁତ ଟ୍ରବୁଲ, ବହୁତ ସମସ୍ୟାରେ। And perhaps the angels of God came in, met him and encouraged him to be fine. ଆଉ ଏଇଭଳି ସମୟରେ ପରମେଶ୍ୱରଙ୍କର ଦୂତ ଯାକୋବର ସହିତ ଭେଟ ହେବା ଆଉ ଏକ ଚମତ୍କାର ବିଷୟ ଅଟେ। Probably the angels of God came and encouraged him to be fine because he had a fight with his father-in-law and is now waiting for his death from his brother. ଯେହେତୁ ତାଙ୍କର ଶ୍ୱଶୁରଙ୍କ ସହିତ ସଂଘର୍ଷ ହେଇଛି, କିଛି କ୍ଷଣ ଉପରେ ଏସୋର ସହିତ ସଂଘର୍ଷ ହେଇପାରେ, ତେଣୁ ଏହି ପ୍ରକାର ପରିସ୍ଥିତିରେ କିଏ ଜାଣେ ପରମେଶ୍ୱରଙ୍କର ଦୂତ ଆସିଛନ୍ତି ଯାକୋବକୁ ଏନକରେଜ କରିବା ନିମନ୍ତେ। If you go forward though, if you read, ଯଦି ଆଗକୁ ଆମେ ବଢିବା, he knows that Esau is coming to meet him. Jacob knows that Jacob knows that Esau is going to meet him. ଯାକୋବ ଜାଣନ୍ତି ଯେ ଏସୋ ତାଙ୍କୁ ଭେଟିବାକୁ ଅଛି, ବହୁତ ଶୀଘ୍ର ଭେଟ ହେବ। So the first thing he does is ପ୍ରଥମ କାମ ସେ କ'ଣ କଲେ? he tries to send 4 messengers. ସେ 4ଟି ବାର୍ତ୍ତାବାହକକୁ ସେ ପଠେଇଲେ। What does he tell them? ସେ କ'ଣ କହିଲେ ସେମାନଙ୍କୁ? He sends 4 messengers and asks them to go and tell Esau, I have this many resources, this many goats, this many sheep, this many donkeys. Probably if I give it to my brother, he might not kill me. ଆଉ ସେ 4 ଜଣ ତାଙ୍କର ଯୋଉ ମେସେଞ୍ଜର ସେମାନଙ୍କୁ ପଠେଇବାର ଉଦ୍ଦେଶ୍ୟ ଏହା ଥିଲା ଯେ ତମେ ଆଗ ଯାଇକି ଏସୋ ସହିତ ସାକ୍ଷାତ କରିବ ଯେ ଏଇ ସମସ୍ତ ପଶୁ ସମ୍ପଦ, ଏଇ ସମସ୍ତ ପିଲାମାନେ, ଏଇ ସମସ୍ତ ଧନ ସମ୍ପତ୍ତି, ଏଇ ସବୁ ତୁମର ଅଟେ ବୋଲି ପ୍ରଭୁ ଏଇ ସବୁ ମୋତେ ଦେଇଛନ୍ତି, ଏଇ ସବୁ ତୁମର ଅଟେ ବୋଲି। So he's trying to make a deal with his brother. ସେ ତାଙ୍କର ଭାଇ ସହିତ ଗୋଟିଏ ଡିଲ୍ କରିବାକୁ ଇଚ୍ଛା କରୁଛନ୍ତି। Brothers and sisters in Christ, ପ୍ରିୟ ଭାଇ ଭଉଣୀମାନେ, a lot of times ଅନେକ ସମୟରେ we feel we are in front of a problem. ଆମେ କୌଣସି ସମୟରେ ଆମେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛୁ। Do we choose to look at the face of God or do we choose to make use of our resources? এইଭଳି ସମୟରେ ଆମେ ଈଶ୍ୱରଙ୍କର ମୁଖ ପ୍ରତି ଆମେ ଦୃଷ୍ଟି ଦେଉ କି ଆମମାନଙ୍କର ଯେଉଁ ସବୁ ରିସୋର୍ସ ଥାଏ, ଆମମାନଙ୍କର ଯେଉଁ ସବୁ ଧନ ସମ୍ପତ୍ତି ଇତ୍ୟାଦି ଥାଏ, ଆମେ ତାର ଉପରେ ଆମମାନଙ୍କର ଫୋକସକୁ ରଖୁ। Jacob just met the angel of God. ଯାକୋବ ଏବେ ହିଁ ଟିକେ ଆଗରୁ ପରମେଶ୍ୱରଙ୍କର ଦୂତଙ୍କର ସହିତ ଦେଖା ହେଇଛି। He knows there is a God. ସେ ଜାଣନ୍ତି ଯେ ଈଶ୍ୱର ଅଛନ୍ତି ବୋଲି। He has taken care of him for several years. ଆଉ ସେହି ସଦାପ୍ରଭୁ ହିଁ ତାଙ୍କୁ ଦୀର୍ଘ ବର୍ଷ ଧରି ଶ୍ୱଶୁର ପରିବାରରେ ସେ ରକ୍ଷଣାବେକ୍ଷଣ କରିଛନ୍ତି। Yet he failed to trust on God. କିନ୍ତୁ ତଥାପି ଯେତେବେଳେ ପରିସ୍ଥିତିରେ ପଡୁଛନ୍ତି ସେ ଈଶ୍ୱରଙ୍କର ଉପରେ ନିର୍ଭର କରିବାରୁ ସେ ଉଣା ପଡୁଛନ୍ତି। He is rather thinking maybe bribing my brother will solve the problem. ସେ ଭାବୁଛନ୍ତି ଯେ ଏଇଭଳି ସମୟରେ ଯଦି ମୁଁ ମୋର ଭାଇକୁ ମୁଁ ଏଇ ସମସ୍ତ ପଶୁ ଧନ ସମ୍ପତ୍ତି ଏଇଟା ଯଦି ଦେଇଦେବି, ମୋର ଭାଇର ରାଗ ଶାନ୍ତ ପଡ଼ିଯିବ ଆଉ ତାର ସହିତ ମୋର ଗୋଟିଏ ଭଲ ଡିଲ୍ ହେଇଯିବ। How many of us as Christians, if we have something, if we have power, if we have money, we rather choose to use that than to trust on God? ଅନେକ ସମୟରେ ଆମେ ଖ୍ରୀଷ୍ଟିଆନ ମାନେ ଈଶ୍ୱରଙ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ ଆମମାନଙ୍କ ପାଖରେ ଯେଉଁ ଟଙ୍କା ଥାଏ, ଧନ ସମ୍ପତ୍ତି ଥାଏ, ପାୱାର ଥାଏ, ପୋଜିସନ୍ ଥାଏ, ସେଇ ସବୁକୁ ଧରି ଆମେ ଡିଲ୍ କରିବାର ଆରମ୍ଭ କରୁ। If you read forward, ଆପଣ ଯଦି ଆଗକୁ ପଢିବେ, the messengers come back. ମେସେଞ୍ଜର ମାନେ ସେଇ ଦୂତମାନେ ଯେଉଁମାନଙ୍କୁ ପଠେଇଥିଲେ ଯାକୋବ ତାଙ୍କର ବାର୍ତ୍ତାବାହକ ଭାବରେ ସେମାନେ ଫେରି ଆସୁଛନ୍ତି। They come back telling Jacob that we met Esau, he's coming and meeting you with 400 more people. ଆଉ ସେମାନେ କହୁଛନ୍ତି ଯେ ଆମେ ଯାଇଥିଲୁ ଏସୋ ସହିତ ଦେଖା କରିବାକୁ, କିନ୍ତୁ ଏସୋ ନିଜେ ସେ ଆସୁଛି 400 ଲୋକକୁ ଧରି। So now Jacob is really afraid. ଆଉ ଏଇଭଳି ସମୟରେ ଯାକୋବ ଥରିବା ଆରମ୍ଭ ହେଇଯାଉଛି, ଡରିବାର ଆରମ୍ଭ ହେଇଯାଉଛି। He knows his end is coming. ଆଉ ସେ ଜାଣେ ଯେ ମୋର ପରିସମାପ୍ତି ଆସିଗଲା। And at that moment, if you go to verse 9, ଆଉ ଏଇଭଳି ସମୟରେ ଆମେ ଯଦି 9 ପଦକୁ ଦେଖିବା, he started praying, rather crying to God. ଆଉ 9 ପଦରେ ସେ ପ୍ରାର୍ଥନା କରିବାର ଆରମ୍ଭ କରିଛି। He's not praying, he's crying to God. ସେ କାନ୍ଦୁଛି ପରମେଶ୍ୱରଙ୍କ ପାଖରେ। He's reminding God that you have made these promises for me, but now my brother is coming to kill me. ସେ କହୁଛି ଯେ ପ୍ରଭୁ ତୁମେ ମୋତେ ପ୍ରତିଜ୍ଞା କରିଥିଲ, କିନ୍ତୁ କୁଆଡ଼େ ସେ ପ୍ରତିଜ୍ଞା, ଏବେ ତ ମୋର ଭାଇ ମୋତେ ମାରିବାକୁ ଆସୁଛି। Confusion. Confusion, ତାର ମନରେ ବିଭିନ୍ନ ପ୍ରକାର ସନ୍ଦେହ ସେ ହେଉଛି। When the first option of your problems is not God, there will always be confusion. ଯେତେବେଳେ ଇମିଡିଏଟଲି ଆମମାନଙ୍କର
प्रोब्लेम सॉल्व होए नै सेही भली समय हम मानकर कंफ्यूजन आसे when we choose to use our own power, जेते बेले हमें हमर निजर शक्ति को निजर धन को हमें व्यवहार करू परिस्थिति रे पड़ी समस्या रे पड़ी सेही समय रे if we make a choice to use our resources, there will be confusion later. आ जेते बेले परमेश्वरंकर परिवर्ते ताको देखिबार परिवर्ते हमर रिसोर्स को हमें यूज करिबार आरंभ करू आ समस्या डील करिबार आरंभ करते सेते बेले विभिन्न प्रकार समस्या आहुरी बढ़ी चले हम मानबो And when you are praying, like Jacob prayed here, किंतु याकूब जेते बेले प्रार्थना करू सेते बेले जदी आमे प्रार्थना करिबा he's not at peace. He's से not शांति रे praying. नाही He's praying, but he's still afraid. से जदी प्रार्थना करू तथापि से भय करू And we can know that if you move forward in verse 13, आमे जदी 13 पद आडको आसीबा आमे से स्थान रे देखि पारिबा सही समय not one time did he pray that God changed Esau's heart for me. केवल से थोरे प्रार्थना करू नाही Not even one time he prayed that please change Esau's heart so that he doesn't kill me. से थोरे प्रार्थना करू नाही जे एसोर हार्ट को प्रभु तमे बदलै दियो जद्वारा से मते आ मारिबो नाही He's just desperate. He does not know what to pray. He's blaming God. You made these promises and now I'm going to die. से निजे जानि पारु नै कोन प्रार्थना करिबो केवल परमेश्वरंकर पाखरे तांकर प्रतिज्ञा को मने पकै दउछि आ मनरे एई भावना अछि जे वर्तमान मु मरिबा को जाउ छु करी Now in verse 13, 13 पद आमे देखो आ याकूब से स्थान रे से रात्रि खेपण कला आ ताहा निकट रे जहा थिला कहिरु आपना भ्राता एसो निमंते भेटी प्रस्तुत कला so he did not stop again. से प्रार्थना कला उत्तर से आ रही जाय नै पुनर्बार भेटी प्रस्तुत Went back to his old plan. तार से अतीतर जो योजना करथिला से योजना को पुनर्बार फेरी जाउ छि As humans, when we do not have faith in God, we shake. आमे मनुष्य भाव रे जते बेले ईश्वर को ठारे हम मानकर विश्वास दुर्बल ही जाए विश्वास न थाए सेते बेले हम मानकर विश्वास दोहड़ी बार आरंभ करे We use prayer as a backup प्रेयर को आमे बैकअप भाव रे नहीं न थाउ and our resource as the primary source. आमे हमर रिसोर्सेस जोटा धन संपत्ति कि बाउ कोनोसी विषय थाए ताहा को आमे प्रमुख स्थान देई थाउ Psalms 46:10 says, गीत संहिता 6 ता 10 प्रकाश करे be still शांत हो आम्हे परमेश्वर को जानो be still. शांत हो Do not be restless. आम्हे परमेश्वर को जानो Do not be restless. अधैर्य हो नहीं That's what Jacob is doing here. याकूब एठी करूछि He's praying, but he's restless. ए स्थान में जदियो से प्रार्थना करूछि किंतु तथापि से धैर्य भरा And you can see here, God is not talking to him at that point. ए स्थान में आपण माने देखुछंती जे God is not talking to him. ईश्वर ताको आ कथा कहू नाहंती God spoke to him in the beginning through the angels. आरंभ रे जते बेला हम एक पद देखिला सही समय रे दूत को पठाई याकूब सहित कथाबार्ता करिसंती से But during the process of suffering and pain, God is not talking to him. जते बेले आगो को चैप्टर बढ़ी छी आ यार समस्या यार जटिलता घणई जाई छी प्रभु आ तार सहित कथाबार्ता हो रहा Jacob knew Esau is going to kill him because he cheated Esau. याकूब जाने जे एसो ताको मारिबो कारण एसो प्रति से फल व्यवहार करी नै एसो को से प्रतारणा करी छी It was not God's mistake that he's going to get killed here. It was Jacob's mistake. एहा याकूब रो भूल अटे But तेरो करी एसो ताको मारिबा को आसु छी here, when Jacob is going through suffering, God allows that because a lot of times when we go through the process of suffering, God wants to test our faith. जेते बेले हम विभिन्न प्रकार परिस्थितिर सम्मुखीन हो दुख जंत्रणा आमनकर बढ़े सेही समय प्रभु आमनकर विश्वास को टेस्ट करूथांती Most of the times if you see, God will speak to you in the beginning. आपण माने प्राय सब समय रे देखिबे जे प्रभु आरंभ रो ही आपण को कहि दैथिबे एटा भलो आ एटा मंद अटे बोली But during the process of suffering, he mostly will be silent. किंतु जेते बेले आपण आगो को बढ़िबे आ सफरिंग जेते बेले आपनकर बढ़िबो समस्या जेते बेले बढ़िबो आपनकर पदक्षेप पाई आपनकर जंत्रणा जेते बेले बढ़ी चालिबो प्रभु सेते बेले आ कथा कहंती नै He does that, he allows that because he wants to know how faithful you are. He allows that to happen because he wants to know how faithful your faith is in it. से समस्त अलाउ करंती कारण यार भीतर से देखिबा को चाहंती जे आपण केते विश्वस्त अटंती If we further move to the story, आमे जेते बेले आगो को स्टोरी रो पढिबा he's panicking, he's fearful.
तार दुख तार भय बढ़ी 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 चली So finally what he does is he separates his group in 3 different parts. आ से कोन करिछि परिशेष रे तार ग्रुप को 3 भाग रे विभक्त करि दैछि And he thinks maybe somebody will be alive. आ से भाबुछि के जाने गोटे को आघात कले सो आ गोटे कम से कम बंची जाई पारे He sends his wives, his children and his fellow servants to the other side of the river. से तार स्त्री मानकु तार पुओ झे मानकु एवं तार अति घनिष्ठ सहयोगी मानकु नदीर आर पटकु से पठै छथि And he's sitting alone by himself. आ से एकुटिया एबे रहि जाई छथि And that is when God shows up. And that is when God shows up. आ सेतेबेले प्रभु आम मान को देखांती That is when God shows up to Jacob. He comes and meets Jacob when he's alone. आ ठीक सही समय जेतेबेले याकूब एकुटिया सेतेबेले प्रभु आपना के प्रकट करूछंती याकूबर पाखरे A lot of times, brothers and sisters in Christ, प्रिय भाई भौणी माने अनेक समय रे we go through problems in life आमे आम मान को जीवन रे विभिन्न समस्या रे आमे छंदी हेई थाउ गति करि थाउ and we feel there is no other option. आम मान के पाखरे अलगा कोनोसी ऑप्शन नाही Jacob here feels there is no other option. याकूब एटी अनुभव करूछंती जे आ कोनोसी ऑप्शन मोर पाखरे बंची नाही When we are truly suffering आमे जेतेबेले वास्तविक एई प्रकार परिस्थिति रे फसी जाऊ and you are by yourself, आ जेतेबेले आमे एकुटिया निजे ही रहि जाऊ that is the true recipe of God coming and talking to you. आ सेटा होची प्रकृष्ट स्वभाव प्रभु निजे आसी से कथा को अंती God has come here and is wrestling with Jacob. आ प्रभु एई समय रे जेतेबेले याकूब एकुटिया सेतेबेले आसुछंती आ याकूबर सहित मल्ल युद्ध करूछंती When he's wrestling with God, he can touch God, he's accessible completely. आ जेतेबेले मल्ल युद्ध होची याकूब परमेश्वर को सहित छंदा छंदी हेइची He can completely access God. से सेतेबेले परमेश्वर को से धरि पारिछि पाई पारिछि When you are suffering, God himself comes and gives complete access of himself to you. जेतेबेले आमे विभिन्न प्रकार दुख दुर्दशा और समस्या भितरे गति करू आ एकुटिया हे जाऊ सही समय रे प्रभु आप मानकर पाखरे प्रकट हे जानती आ आपन को मध्य प्रभु मिली जानती He's so close to you, you can touch him. से एभली निकट को आसी जानती जहां को आपण छुई पारिबे You can talk to him आपण कथा कहि पारिबे and he's going to respond back to you. आ जेतेबेले आपण कथा कहिबे से आपण को से उत्तर देबे That is what is happening here. ए स्थान रे ताहा घटिछि I do not believe anybody else in the Old Testament has ever touched God. मो भाबु नै जे याकूबर छडा पृथ्वीर अन्य केही प्रभु ईश्वर को छुई थिबे बोली The closest somebody has come is Lot, who could touch angel. The angel touched Lot, but nobody else has ever touched God. हां थरे ई प्रकार हेछि जे लोट से ईश्वरन दूतमान को छुई पारि छै किंतु कौनसी व्यक्ति बाइबल रे भी एवं बाइबल बाहर प्रभु को छुई पारि नाहंती And that is because he went through suffering. आ एठी याकूब केवल गोटे सुजोग पाइले ईश्वर को छुईबा पाए आ कारण एथि पाए जैसे विभिन्न प्रकार समस्या रे गति कले आ वर्तमान एकुटिया ही जाय छथि A lot of times we go through suffering आमे अनेक समय रे एई भली परिस्थिति आ समस्या मध्य दे गति करू and we are hopeless. आ आमे निराश हो जाऊ We feel there is no meaning behind suffering. हमर एई जो समस्त दुख कष्ट भोगुछु या कोनोसी अर्थ नाही बोली आमे भाबू But it's a gateway to wrestle with God. आ एटा ही सही प्रकृष्ट समय जो समय रे ईश्वर को सहित मल्ल युद्ध करा I जाय want to encourage all of you today. मु आज आपण मान को उत्साह देबा को चाहे Do not wrestle with your mind. आपण निजर ज्ञान रे किबा निजर मस्तिष्क रे आपण मल्ल युद्ध करंतु नाही ईश्वर Rather wrestle with God. किंतु ईश्वर को सहित मल्ल युद्ध करंतु And if you read further in verse 28, because he wrestled with God, his name was changed from Jacob to Israel. आ जेहेतु 28 पद रे जेहेतु ईश्वर को सहित से मल्ल युद्ध कले सेति मा ईश्वर तांकर नाम याकूब रो इस्राएल को बदलाइले When you completely are in worship with him, जेतेबेले आमे आमनकर परमेश्वर को कंप्लीटली आ पूरा भाव रे आमे तांकर वर्शिप करू he is going to change your entire life. हमर पूरा जीवन को से बदलाई दियंती And for that you need faith. Here Jacob failed, but God still gave him victory at the end of it. आ सेति माय आमन को विश्वास दरकार ए स्थान रे याकूबर विश्वास रहिला
ଆଉ ପ୍ରଭୁ ତାକୁ ଆଶୀର୍ବାଦ କଲେ। No, even though he did not have faith, God still gave him victory. ଯଦିଓ ଆରମ୍ଭରେ ତାର କୌଣସି ବିଶ୍ୱାସ ନଥିଲା ଆଉ ଯେତେବେଳେ ରେସଲିଂ କଲା ତଥାପି ପ୍ରଭୁ ତାକୁ ଭିକ୍ଟରି ଦେଲେ। I want to share a similar story of faith during suffering in 2 Kings chapter 4 verse 8. ଦ୍ୱିତୀୟ ରାଜାବଳୀ 4 ଅଧ୍ୟାୟରେ ମୁଁ ଠିକ୍ ସେଇଭଳି ଏକ ଷ୍ଟୋରି ଆପଣମାନଙ୍କ ସମ୍ମୁଖରେ ଉଦ୍ଧୃତ କରିବାକୁ ଚାହେଁ। It's about faith during suffering. এইটা ମଧ୍ୟ সেই ଯନ୍ତ୍ରଣା ଦୁଃଖ ବେଳର ଏକ ବିଶ୍ୱାସ। So I want to speak a little bit about this story. I'm not sure if everybody knows it. It's a story about a Shunammite woman. এইটা সেই সুনেমিয়া স্ত্রীর কথা অটে দ্বিতীয় রাজাবলী 4 অধ্যায়ে। So she is an extremely rich and wealthy woman. She is a rich family. সে এক ধনবতী স্ত্রী ଥିଲା। And she used to meet Elisha. ଆଉ ସେ ଇଲିଶାଙ୍କ ସହିତ ତାର ଦେଖା ହୁଏ। And because they constantly met, she used to take care of him and provide him food. ଯେହେତୁ ଅନେକ ଥର ଇଲିଶାଙ୍କ ସହିତ ତାର ସାକ୍ଷାତ ହୁଏ, ଇଲିଶାଙ୍କୁ ସେ ଖାଦ୍ୟ ନିମନ୍ତେ ବଳାଏ, ଇଲିଶାଙ୍କର ଆତିଥ୍ୟ ସତ୍କାର ସେ କରେ। And this took on for a long time. ଆଉ ଏଇଟା ଦୀର୍ଘ ଦିନ ଧରି ଚାଲେ। One day Elisha asked, "Please call the women to my room." ଗୋଟିଏ ଦିନ ଇଲିଶା ସେଇ ମହିଳାକୁ ଡାକୁଛନ୍ତି ତାଙ୍କର ଦାସର ଦ୍ୱାରା ଯେ ସୁନେମିୟାକୁ ଡାକ। And Elisha asked the women, "You have taken such good care of me. ଆଉ ଇଲିଶା କହୁଛନ୍ତି ଯେ ଦେଖ ତମେ ଆମର କେତେ ଯେ ଯତ୍ନ ନେଇଛ, What do you want from me? ମୋ ଠାରୁ ତୁମେ କ'ଣ ଆଶା କର? Do you want me to speak on your behalf to the king?" କ'ଣ ତୁମର ବିଷୟରେ ମୁଁ ରାଜାଙ୍କୁ ଯାଇକି କିଛି କହିବି କି? Back in the day, if you want anything, you can speak to the king and you could get it. ସେଇ ସମୟରେ ଯଦି କୌଣସି ବିଷୟ ଦେଇ ଇଚ୍ଛା କରେ ରାଜାଙ୍କୁ କୁହାଗଲେ ରାଜା ସେଇ ବିଷୟ କରୁଥିଲେ। And if you read verse 13, ଆମେ ଯଦି 13 ପଦ ପଢିବା, she says, "I do not need anything." এই ସ୍ଥାନରେ ସେଇ ମହିଳା କହୁଛି ମୋର କିଛି ଆବଶ୍ୟକ ନାହିଁ, ମୁଁ ମୋର ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି ଆଉ ଖୁସିରେ ଅଛି ବୋଲି। She had all the money in the world. ତାର ପାଖରେ ସବୁ କିଛି ଅଛି। And she said, "I do not need anything." ମୋତେ ଆଉ କୌଣସି ବିଷୟର ଆବଶ୍ୟକତା ନାହିଁ। But Elisha's servant, କିନ୍ତୁ ଇଲିଶାଙ୍କର ଯିଏ ଭୃତ୍ୟ ଥିଲା, ଦାସ ଥିଲା, he tells Elisha ସେ ତାପରେ ଇଲିଶାଙ୍କୁ କହିଲେ that she does not have a child. ତାର ଗୋଟିଏ ସମସ୍ୟା ଅଛି ଆଉ ତାହା ହେଉଛି ସୁନେମିୟାର କୌଣସି ସନ୍ତାନ ନାହାନ୍ତି। And her husband is getting old. ଆଉ ତାର ସ୍ୱାମୀ ସେ ଗତ ବୟସ୍କ ହେଲେଣି। Back in the day, ସେଇ ସମୟରେ even if you had a lot of money, if you could not bear a child, it was the ultimate insult in the society. ସେଇ ସମୟରେ ବାଇବଲ ଯୁଗରେ ଯେତେବେଳେ ଆପଣଙ୍କ ପାଖରେ ଧନ ସମ୍ପତ୍ତି ସବୁ ଥିବ କିନ୍ତୁ ଆପଣଙ୍କର ଯଦି ସନ୍ତାନ ସନ୍ତତି ନଥିବ ତାହା ସବୁଠୁ ଯନ୍ତ୍ରଣା ଆଉ ତାହା ସବୁଠୁ ନିନ୍ଦାର ବିଷୟ ଅଟେ। She was suffering, ସେ ବହୁତ କଷ୍ଟ ପାଉଥିଲା ସେଥିପାଇଁ, but never thought of mentioning that I should get a child. କିନ୍ତୁ କେବେ ବି ସେ ଭାବୁନଥିଲା ଯେ ମୁଁ ଗୋଟିଏ ସନ୍ତାନକୁ ଜାତ କରିବି। A lot of times we as Christians, ଅନେକ ସମୟରେ ଆମେ ଖ୍ରୀଷ୍ଟିଆନ ମାନେ when we do something spiritually good, ଆମେ ଯେତେବେଳେ ଆତ୍ମିକ ଭାବରେ କିଛି ଉତ୍ତମ କରୁ, or do something good in the ministry, ଆମେ ଆମର ସେବା କାର୍ଯ୍ୟରେ ଯଦି କିଛି ଉତ୍ତମ କରିଦଉ, we expect that God should answer the problems in our life. ଆମେ ସେଇ ଘଟଣାକୁ ଧରି ଆମେ ଭାବୁ ଯେ ପ୍ରଭୁ ଏହା ରିୱାର୍ଡ ମୋତେ ଦେବାର ଆବଶ୍ୟକ ଅଟେ। But here, କିନ୍ତୁ ଏହି ସ୍ଥାନରେ she's serving the Lord ଏହି ସ୍ଥାନରେ ଇଲିଶାଙ୍କର ସେବା କରିଛି ସେ, with no expectation. କିନ୍ତୁ କୌଣସି ପ୍ରକାର ଆଶାବାଦୀ ସେ ହେଇନି ଯେ ମୁଁ ଏହା କରିବା ଦ୍ୱାରା ପ୍ରଭୁ ମୋତେ ଏଇଟା ଦିଅନ୍ତୁ। But somehow Elisha get to know that she does not have a child, କିନ୍ତୁ କୌଣସି ଭାବରେ ଇଲିଶା ଜାଣିଲେ ଯେ ଏହି ମହିଳାର କୌଣସି ସନ୍ତାନ ନାହାନ୍ତି। and he blesses and she does get a child next year. ଆଉ ସେ ଆଶୀର୍ବାଦ କଲେ ଆଉ ସୁନେମିୟାର ଗୋଟିଏ ସନ୍ତାନ ଜାତ ହେଲା। And if you read further, ଆଉ ଆପଣ ଯଦି ଆଗକୁ ପଢିବେ, that son was still very young. ଆଉ ସେଇ ବାଳକ ବଡ଼ ହେଲା ଆଉ ସେ ବୟସରେ ବୃଦ୍ଧି ପାଇଲା। One day he was just sitting with his father, ଆଉ ସେ ଗୋଟିଏ ଦିନ ତାର ବାପା ପାଖରେ ବସିଛି, ବାପା ସହିତ ବସିଛି, and suddenly he says he has a headache. ଆଉ ସେ କହୁଛି ଯେ ମୋର ମୁଣ୍ଡ ବଥଉଛି। And they take him to his mother, ତାପରେ ତାର ବାପାଙ୍କ ପାଖରୁ ବାଳକକୁ ମାର ପାଖକୁ ଅଣାଯାଏ। and as he is sitting, ଆଉ ଯେତେବେଳେ ମାର କୋଳରେ ବସିଛି he dies. ଆଉ ସେ ମରିଯାଇଛି। Imagine the level of shock that mother must have gone through. ଆଉ ଏହି ସମୟରେ ଆପଣ ଭାବନ୍ତୁ ସୁନେମିୟା କୋଉ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବ, କୋଉ
She got something she never expected. ସେ ଯୋଉଟା ଆଶା କରିନଥିଲା ତାହା ତାକୁ ମିଳିଛି, Now God is taking it away from her. କିନ୍ତୁ ଯେତେବେଳେ ମିଳିଲା ମଧ୍ୟ ତାହା ସବୁଦିନ ପାଇଁ ରହିଲା ନାହିଁ, ପ୍ରଭୁ ତାହାକୁ ତାଠୁ ନେଇଗଲେ। How do you think her faith must have broken? এই ପ୍ରକାର ସମୟରେ ଆପଣଙ୍କର ବିଶ୍ୱାସ କିଭଳି ଭାଙ୍ଗିଯାଏ। But if you read further, କିନ୍ତୁ এই ସ୍ଥାନରେ ଯଦି ଆପଣ ଆଗକୁ ବଢ଼ିବେ, she takes the child. ଏ ମହିଳା କ'ଣ କରୁଛି, ସେଇ ପୁଅକୁ ତାର ପୁଅକୁ ଉଠାଉଛି। They had a room for Elisha. ଇଲିଶାଙ୍କ ପାଇଁ ତାର ଘରେ ଯୋଉ ରୁମ୍ ଥିଲା, Takes the child, puts the child there. ଆଉ ସେଇ ବାଳକକୁ ନେଇ ଇଲିଶା ଯୋଉ ରୁମରେ ରହନ୍ତି ଆସିଲେ ସେଇ ସ୍ଥାନରେ ସେଇ ଖଟରେ ରଖୁନି And close the door. ଆଉ କବାଟ ବନ୍ଦ କରି ଦଉଛି। When fear and problems come trembling into our life, ଯେତେବେଳେ ଆମମାନଙ୍କର ଜୀବନକୁ ଭୟ ଏବଂ ବିଭିନ୍ନ ପ୍ରକାର ସମସ୍ୟା ଆମମାନଙ୍କର ଜୀବନକୁ ଦୋହଳେଇ ଦିଏ, do we allow them to keep it in our mind? ଆମେ ସେଇ ସବୁକୁ ଆମ ମୁଣ୍ଡରେ ରଖିବାକୁ ଇଚ୍ଛା କରୁ କି? But what she did was, କିନ୍ତୁ ଏଇ ମହିଳା କ'ଣ କଲା, she closed that problem in a room. ସେ ତାର ସମସ୍ୟା ଯାହା ସେଇ ସମସ୍ୟାକୁ ଗୋଟିଏ ରୁମରେ ଭର୍ତ୍ତି କରିଦେଲା। 2 Corinthians 10:5 says, ଦ୍ୱିତୀୟ କରନ୍ଥୀୟ ତାର 10 ଅଧ୍ୟାୟ 5 ଆଉ 6 ପଦ। 5, only 5. ଦ୍ୱିତୀୟ କରନ୍ଥୀ 10 ତାର 5 ଏହି ସ୍ଥାନରେ ଲେଖାଯାଏ, ଆମ୍ଭେମାନେ ତର୍କ ବିତର୍କ ସବୁ ଓ ଈଶ୍ୱରଙ୍କର ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ କରୁ, ପୁଣି ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। Hold every thought captive. ଆଉ ସମସ୍ତ କଳ୍ପନାକୁ ଆମେ ବନ୍ଦୀ କରିଦେଉ। God doesn't say that the thoughts will not come. ପ୍ରଭୁ କହିନାହାନ୍ତି ଯେ ଚିନ୍ତା ଆସିବ ନାହିଁ ମୁଣ୍ଡକୁ, It is going to come, ଏଇଟା ଆସିବ, but you have to capture it. କିନ୍ତୁ ଏଇ ସମସ୍ତଙ୍କୁ ବନ୍ଦୀ ବନେଇବାର ଆବଶ୍ୟକ You ଅଟେ। have to bind it. ଏଇ ସବୁକୁ ଆମେ ବାନ୍ଧିବାର ଆବଶ୍ୟକ ଅଟେ। You have to put it in control. ଏହାକୁ କଣ୍ଟ୍ରୋଲ ମଧ୍ୟରେ ରଖିବାର ଆବଶ୍ୟକ ଅଟେ। That is what the women here is doing. ଏହି ସ୍ଥାନରେ ଏହି ମହିଳା ତାହା କରୁଛି। She did not go around crying. ଆଉ ସେ ବିଭିନ୍ନ ଲୋକମାନଙ୍କ ପାଖକୁ, ଜ୍ଞାତି କୁଟୁମ୍ବ ପାଖକୁ ଯାଇ କାନ୍ଦୁ ନାହିଁ, She did not go to the hospital, ସେ ହସ୍ପିଟାଲକୁ ଯାଉ ନାହିଁ, but she put the problem and closed it. ସେ ତାର ସମସ୍ୟାକୁ ସେଇ କ୍ୱାର୍ଟରରେ, ସେ ରୁମ୍ ଭିତରେ ଭରି ଦେଇଛି। And if you read further, ଆଉ ଆପଣ ଯଦି ସେଇ ଘଟଣାର ପରବର୍ତ୍ତୀ ଅଂଶକୁ ପଢିବେ, she chooses to go and meet Elisha. ଆଉ ସେ କ'ଣ କରୁଛି, ସେ ଇଲିଶାଙ୍କ ପାଖକୁ ଯାଉଛି ତାଙ୍କୁ ସାକ୍ଷାତ କରିବା ନିମନ୍ତେ। A lot of times when we face utmost problematic things in our life, ଜୀବନରେ ସବୁଠାରୁ ଯେତେବେଳେ ବଡ଼ ବଡ଼ ପରୀକ୍ଷା ଏବଂ ବିପଦର ସମ୍ମୁଖୀନ ଆମେ ହେଇଥାଉ, how many times do we take that problem and close it? କେତେ ସମୟ ଆମେ ଆମର ସମସ୍ୟାକୁ ଗୋଟିଏ ରୁମ୍ ଭିତରେ ବନ୍ଦ କରିକି ରଖୁ, And then turn our face to God? ଆଉ ଆମେ ଆମମାନଙ୍କର ପ୍ରଭୁଙ୍କର ପ୍ରତି ଦୃଷ୍ଟି ଦେଉ। I think we fail most of the times, କିଏ ଜାଣେ, ଆମେ ସମସ୍ତେ ମତେ ଲାଗୁଛି ଆମେ ସେଇ ପ୍ରକାର କରିବାରୁ ଆମେ ଉଣା ପଡୁଛୁ, including me. ମତେ ନିଜକୁ ବି ଧରି। But here she is showing extraordinary faith. ସେ ଆମମାନଙ୍କୁ ଏହି ସ୍ଥାନରେ ଏକ ଅତି ଅବିଶ୍ୱାସନୀୟତାର ବିଶ୍ୱାସ ଦେଖାଉଛି। She thinks all these answers to my problem is God alone. ସେ ନିଜେ କହୁଛି, ନିଜେ ଚିନ୍ତା କରୁଛି ଯେ ମୋର ସମସ୍ତ ସମସ୍ୟା ଉତ୍ତର ହେଉଛନ୍ତି କେବଳ ଈଶ୍ୱର। Just like Jacob, ଯେଭଳି ଯାକୋବ, she had a lot of money, just like Jacob. ଯାକୋବର ଯେମିତି ଅନେକ ଧନ ସମ୍ପତ୍ତି ଥିଲା, ଏହି ମହିଳାର ବି ବହୁତ ଧନ ସମ୍ପତ୍ତି, But she did not choose to go to a doctor. କିନ୍ତୁ ସେ ଇଚ୍ଛା କଲା ନାହିଁ ଗୋଟିଏ ଡାକ୍ତର ପାଖକୁ ଯିବା ପାଇଁ। Jacob used his resources. ଯାକୋବ ତାର ଧନ ସମ୍ପତ୍ତିକୁ ୟୁଜ୍ କଲା, Here she is choosing to rest on God. କିନ୍ତୁ ଏହି ସ୍ଥାନରେ ଏହି ମହିଳା ଈଶ୍ୱରଙ୍କ ଉପରେ ନିର୍ଭର କରିବା ସବୁଠୁ ବଡ଼ ବିଷୟ ଭାବିଲା। Her husband asked, what is going on? What happened? ତାର ସ୍ୱାମୀ ଏଥିରେ ସେ କହୁଛନ୍ତି କ'ଣ ହଉଛି ଏହି ସବୁ, She's telling everything is fine. ଆଉ ଏହି ମହିଳା କହୁଛି ସବୁ ଠିକ ଅଛି। Brothers and sisters, ପ୍ରିୟ ଭାଇ ଭଉଣୀ, a lot of times we go through problems ଆମେ ଅନେକ ସମୟରେ ସମସ୍ୟାର ଦେଇ ଗତି କରୁ, and we start complaining. ଆମେ ସେହି ସମୟରେ କମ୍ପ୍ଲେନ୍ କରିବାର ଆରମ୍ଭ କରୁ। I want to remind you, ମୁଁ ଆପଣମାନଙ୍କୁ ମନେ ପକାଇବାକୁ ଚାହେଁ, when you start complaining and murmuring, ଯେତେବେଳେ ଆପଣ କମ୍ପ୍ଲେନ୍ କରିବାର ଆରମ୍ଭ କରନ୍ତି, ନିଜର ମନରେ ବଚସା କରିବାର ଆରମ୍ଭ କରନ୍ତି, ତର୍କ ବିତର୍କ କରନ୍ତି, the devil uses that ଶୟତାନ ତାହା ବ୍ୟବହାର କରେ
to bring evil thoughts in your mind and hopelessness in your mind. ଆମମାନଙ୍କର ମୁଣ୍ଡରେ ସବୁବେଳେ ନକାରାତ୍ମକ ଚିନ୍ତା ସୃଷ୍ଟି କରିବା ପାଇଁ ଆଉ ନୈରାଶ୍ୟବାଦୀ ମନୁଷ୍ୟ ହେବା And that is when you continue to wrestle those thoughts in your mind again and again and again. ଆଉ ସେଇ ସମସ୍ତ ଚିନ୍ତା ଦ୍ୱାରା ଆମେ ଆମର ମୁଣ୍ଡରେ କେବଳ ଆମେ ମୁଷ୍ଟି ଯୁଦ୍ଧ ମଲ୍ଲ ଯୁଦ୍ଧ କରୁଥାଉ. Here, she does not do that. କିନ୍ତୁ ଏହି ସ୍ଥାନରେ ଏହି ମହିଳା ଜୀବନ ଏକ ଭିନ୍ନ ଜୀବନ ଅଟେ. She says everything is fine. ସେ କହୁଛି ସବୁ ଠିକ ଅଛି. Because somewhere she thinks that everything is going to be fine. କାରଣ ସେ ଭାବୁଛି ଯେ ନିହାତି ଆଗକୁ ଭଲ ହେବାକୁ ଯାଉଛି. Jacob throughout his life had seen miracles after miracles after miracles. ଯାକୋବ ତାର ଜୀବନ ବ୍ୟାପୀ ଚମତ୍କାର 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 ଘଟଣା ଗୁଡ଼ିକ ଦେଖିଛି. Still he failed to have faith in God. Still he failed to have faith in God. ତଥାପି ଈଶ୍ୱରଙ୍କ ଉପରେ ତାର ଭରସା ଆଉ ବିଶ୍ୱାସ ନାହିଁ. This woman ଏହି ମହିଳା just saw one miracle, ଗୋଟିଏ ମିରାକଲ କେବଳ ତାର ଜୀବନରେ ଦେଖିଲା that he got a son. ଆଉ ତାହା ବି ତାକୁ ଗୋଟିଏ ସନ୍ତାନ ପ୍ରଭୁ ଦେଲେ. And that was enough for her to have faith for life. ଆଉ ତାହା ତାର ଜୀବନ ପାଇଁ ଯଥେଷ୍ଟ ଅଟେ ସବୁଦିନ ନିମନ୍ତେ ଈଶ୍ୱରଙ୍କ ଠାରେ ଭରସା କରିବା ପାଇଁ. Lot of times ଅନେକ ସମୟରେ we, ଆମେ just like Jacob, ଯାକୋବ ଭଳି we receive the blessings and miracles of God, ଈଶ୍ୱରଙ୍କର ମିରାକଲ ଆଉ ଈଶ୍ୱରଙ୍କର ଆଶୀର୍ବାଦକୁ ଆମେ ସବୁବେଳେ ପାଉ. but we forget it. କିନ୍ତୁ ଆମେ ଈଶ୍ୱରଙ୍କୁ ଭୁଲି ଯାଉ. We think God is not our answer. ଆମେ କହୁ ଯେ ଈଶ୍ୱର ଆନ୍ସର ନୁହନ୍ତି. Maybe this time I need to use my money. ଏହି ସମୟରେ ମୁଁ ମୋର ନିଜ ଟଙ୍କାକୁ ବ୍ୟବହାର କରିବି. Maybe some other time I can trust Him. ହଁ ମୁଁ ଅନ୍ୟ ସମୟରେ ଈଶ୍ୱରଙ୍କ ଉପରେ ନିର୍ଭର କରିବି. This is a testimony of how faith is important in our life. ଏହି ସ୍ଥାନରେ ଆମମାନଙ୍କର ପାଇଁ ଏହା ସାକ୍ଷ୍ୟ ଅଟେ ଯେ ବିଶ୍ୱାସ କିଭଳି ଆମମାନଙ୍କର ଜୀବନ ପାଇଁ ପ୍ରମୁଖ ବିଷୟ ଅଟେ. And if you read further in the story, ଆମେ ଏହି ଷ୍ଟୋରିର ଆଗକୁ ଯଦି ପଢିବା, that Elisha comes and meets the son and he comes to life. ଇଲିଶା ସେହି ମହିଳା ଡାକରାରେ ସେ ଆସୁଛନ୍ତି ଏବଂ ଇଲିଶା ଆସିବା ଦ୍ୱାରା ସେହି ପୁତ୍ର ପୁନର୍ବାର ସଜୀବ ହେଇଯାଉଛି. Everything because she chose to have faith in God. ଆଉ ଏହି ସ୍ଥାନରେ ଯେହେତୁ ଈଶ୍ୱରଙ୍କ ଠାରେ ବିଶ୍ୱାସ ପ୍ରକଟ କରାଯାଇଛି ସମସ୍ତ ବିଷୟ ଉତ୍ତମ ହେଇଛି. Jacob was suffering because of his own mistake. ଯାକୋବ ତାର ନିଜର ଭୁଲ ପାଇଁ ତାର ଜୀବନରେ ସେ ଯନ୍ତ୍ରଣା ପାଇଛି. Here the woman here is suffering without her mistake. କିନ୍ତୁ ଏହି ସ୍ଥାନରେ ଏହି ମହିଳାର ଦୁଃଖ ତାର ନିଜର ପାଇଁ କୌଣସି ଦୁଃଖ ଏଠି ନାହିଁ. ସେ କୌଣସି ଭୁଲ କରି ନାହିଁ. But the good news is କିନ୍ତୁ ସମାଚାର ହେଉଛି both of them went to the Lord ଦୁଇ ଜଣ ଈଶ୍ୱରଙ୍କ ପାଖକୁ ଗଲେ and God answered them. ଈଶ୍ୱର ଉଭୟଙ୍କୁ ଉତ୍ତର ଦେଲେ. Brothers and sisters in Christ, ପ୍ରିୟ ଭାଇ ଭଉଣୀ ମାନେ, if today if you are like Jacob who has not put your faith in God, ଯଦି ଆମମାନେ ଯାକୋବର ଭଳି ଆମମାନଙ୍କର ବିଶ୍ୱାସ ଈଶ୍ୱରଙ୍କ ଠାରେ ପ୍ରକଟ କରୁନାହୁଁ, or if you are like the women, ଆଉ ଯଦି ଆମେ ଏହି ମହିଳା ଭଳି ଅଟୁ, but if we are in a problem, କିନ୍ତୁ ଯଦି ଆମେ ସମସ୍ୟାର ମଧ୍ୟ ଦେଇ ଗତି କରୁଛୁ, no matter where you are in life, ଆମେ କୌଣସି ସ୍ଥାନରେ ବି ଥାଉ ନା କାହିଁକି, if you call on God, ଆମେ ଯଦି ଆମମାନଙ୍କର ପ୍ରଭୁଙ୍କୁ ଡାକିବା, He is going to answer you. ସେ ଆମମାନଙ୍କୁ ଉତ୍ତର ଦେବେ. He is going to rescue you. ସେ ଆମମାନଙ୍କୁ ଉଦ୍ଧାର କରିବେ. Ephesians 2:8 says, ଏଫେସିୟ ତାର 2:8 ପଦ ପ୍ରକାଶ କରେ, this is the cornerstone of being a Christian. କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜ ଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କର ଦାନ ଅଟେ. By faith through grace. ଅନୁଗ୍ରହରେ ବିଶ୍ୱାସ ଦ୍ୱାରା, By faith. ବିଶ୍ୱାସ ଦ୍ୱାରା, By faith from us. ଆମର ବିଶ୍ୱାସ ଦ୍ୱାରା, By grace from God. By grace from God. ଈଶ୍ୱରଙ୍କର ଅନୁଗ୍ରହ ଦ୍ୱାରା. Faith is the only thing that divides us from the rest of the religion. ବିଶ୍ୱାସ ହେଉଛି ଏଭଳି ଏକ ବିଷୟ ଯାହା ଅନ୍ୟ ଧର୍ମରୁ ଆମମାନଙ୍କୁ ପୃଥକ କରେ. And that is the only thing we will miss in our Christian life. ଆଉ ତାହା ହିଁ ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନର ମୌଳିକ ବିଷୟ ଅଟେ. We miss on being faithful to God. When we need Him, we do not trust Him. ଯେତେବେଳେ ଆମେ ତାଙ୍କୁ ଆବଶ୍ୟକ କରୁଥାଉ, ସେହି ସମୟରେ ଆମେ ତାଙ୍କର ଉପରେ ଭରସା କରିନଥାଉ. We come to church ଆମେ ଚର୍ଚ୍ଚକୁ ଆସୁ every Sunday. ସବୁ ରବିବାର, Ever since we were born. Ever since we were born. ଆମର ଜନ୍ମ ପୂର୍ବରୁ ବି ଅନେକ ଆସୁଛୁ. We read the Bible every day almost. ଆମେ ପ୍ରାୟ ସବୁଦିନ ବାଇବଲ ପଢୁଛୁ. We think we have a God that we need to worship. We think we have a God we need to worship. ଆମେ
ଆମେ ଜାଣୁ ଯେ ଆମମାନଙ୍କର ପରମେଶ୍ୱରଙ୍କର ଆରାଧନା ଆମେ କରୁଛୁ, but when we need to put faith on Him, କିନ୍ତୁ ଯେତେବେଳେ ତାଙ୍କର ଉପରେ ଆମର ବିଶ୍ୱାସ ପ୍ରକଟ କରିବାର ବେଳ ଆସେ, our approach is just like Jacob. ଆମର ଦୃଷ୍ଟିକୋଣ ଯାକୋବର ଭଳି ହେଇଯାଏ। We are not different than anybody who does not know God. We are no different than anybody who does not know God. ଆମେ ଯେଉଁମାନେ ଈଶ୍ୱରଙ୍କୁ ଜାଣି ନାହାନ୍ତି ଆମେ ସେମାନଙ୍କଠୁ ଆଉ ଭିନ୍ନ ନହୁ। If we choose not to put our faith, the end result is failure. ଆମେ ଯେତେବେଳେ ଈଶ୍ୱରଙ୍କ ଠାରେ ଆମର ନିର୍ଭରତା ନ ରଖୁ, ଆଉ ନିଜ ରିସୋର୍ସ ଉପରେ ନିର୍ଭରତା ରଖୁ, ଆମେ ଫେଲ୍ ହଉ। I want to say a couple more stories. I want to open to Genesis chapter 22:5. ମୁଁ ଆପଣମାନଙ୍କ ପାଖରେ ଆଉ ଏକ ଘଟଣାକୁ ବାଇବଲରେ ରଖିବି ଯାହା ଆଦି ପୁସ୍ତକ 22 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 5 ପଦ এই স্থাନରେ লেখাযাଏ, ସେତେବେଳେ ଅବ୍ରାହମ ସେଇ ଦାସମାନଙ୍କୁ କହିଲେ, ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମମାନଙ୍କ ନିକଟକୁ ଫେରି ଆସିବା। I think we all know this story, right? ଆମେ ଏହି ଘଟଣା ସମସ୍ତେ ଜାଣୁ। So Abraham has been asked, go and sacrifice your only son. ଅବ୍ରାହମକୁ କୁହାଯାଇଛି, ପରମେଶ୍ୱର କହିଛନ୍ତି ଯେ ତୁମର ସନ୍ତାନକୁ ତୁମେ ଆମର ଉଦ୍ଦେଶ୍ୟରେ ବଳିଦାନ କର। God had promised him that the seed of his son is going to turn into a generation of nations. ପ୍ରଭୁ ପ୍ରତିଜ୍ଞା ଅଲରେଡି କରିଛନ୍ତି ଯେ ଆମେ ତୁମର ସନ୍ତାନକୁ ଧରି ଆକାଶର ତାରାଗଣ ତୁଲ୍ୟ ଆମେ ତୁମକୁ ଆଶୀର୍ବାଦ କରିବା ବୋଲି। And here God is asking him to go and sacrifice. କିନ୍ତୁ ଏହି ସ୍ଥାନରେ ପ୍ରଭୁ କହୁଛନ୍ତି ଯେ ଯାହାକୁ ଧରି ଆମେ ଆଶୀର୍ବାଦ କରିବା ବୋଲି କହୁଛୁ, ତାକୁ ଧରି ତୁମେ ଯାଅ ବଳିଦାନ କର। And if you see in verse 5, ଆପଣମାନେ 5 ପଦକୁ ଦେଖିଲେ something very extraordinary happens. ଏହି ସ୍ଥାନରେ ଯେଉଁ ଘଟଣା ଘଟିଛି ଆମେ ଜାଣିପାରିବା। Abraham said to his young men, ଅବ୍ରାହମ ତାଙ୍କର ଦାସମାନଙ୍କୁ କହିଲେ, stay here with the donkey. ଏହି ସ୍ଥାନରେ ଗଧମାନଙ୍କ ସହିତ ଥାଅ, I and the boy will go over there and worship and come again to you. ମୁଁ ଆଉ ବାଳକ ଆମେ ଯିବୁ ଏବଂ ଆରାଧନା କରି ଫେରି ଆସିବୁ। He knew that Isaac is going to be sacrificed. ଅବ୍ରାହମ ଜାଣନ୍ତି ଯେ ଇସାହାକକୁ ବଳିଦାନ କରିବାକୁ ଅଛି। Still he tells his servant, କିନ୍ତୁ ସେ ତଥାପି ତାଙ୍କର ସେଇ ଦାସମାନଙ୍କୁ କହୁଛନ୍ତି, we both will come back. ଆମେ ଦୁଇ ଜଣ ଫେରି ଆସିବୁ। That's the level of faith he possessed. ସେଇଟା ହିଁ ବିଶ୍ୱାସର ସ୍ତର ଅଟେ। ଅବ୍ରାହମ ଯେଉଁ ବିଶ୍ୱାସ ପ୍ରକଟ କଲେ। How many of us can tell that we can anywhere come close to the kind of faith Abraham showed here? କେତେ ଜଣ ଆମେ କହିପାରିବା ଯେ ଆମେ ଅବ୍ରାହମର ସ୍ତରର ବିଶ୍ୱାସକୁ ଆମେ ପ୍ରକଟ କରିପାରିବୁ? There was every reason for Abraham to be confused, hopeless and sad and fearful. ଏହି ସ୍ଥାନରେ ପୁରାପୁରି ଅବ୍ରାହମ ପାଖରେ କାରଣ ଅଛି ଯେ ସେ ନିରାଶ ହେବ, ସେ ହତାଶ ହେବ, ସେ ଦୁଃଖ କରିବ, କାରଣ ତାର ପୁଅକୁ ବଳିଦାନ କରିବାର ଅଛି ବୋଲି। But rather than the circumstances, କିନ୍ତୁ ସେ ପରିସ୍ଥିତି ଯାହା ହଉ, he chose to believe in God's promises. ସେହି ପରିସ୍ଥିତିରେ ବି ଈଶ୍ୱରଙ୍କର ପ୍ରତିଜ୍ଞା ଉପରେ ଅବ୍ରାହମ ବିଶ୍ୱାସ କଲେ। How many times we read Bible, God's promises and never believe in it? ଆମେ କେତେ ଥର ବାଇବଲ ପଢୁ, ଏହି ସ୍ଥାନରେ ଥିବା ଈଶ୍ୱରଙ୍କର ପ୍ରତିଜ୍ଞା ବି ପଢୁ, ଆଉ ଈଶ୍ୱରଙ୍କର ପ୍ରତିଜ୍ଞାକୁ ବିଶ୍ୱାସ ବି କରୁନୁ। What is the point of reading the Bible then? ବାଇବଲ ପଢିବାର ଅର୍ଥ କ'ଣ ଅଟେ ଯଦି ଆମେ ପ୍ରତିଜ୍ଞାକୁ ବିଶ୍ୱାସ କରିବା ନାହିଁ? I want you to encourage ମୁଁ ଆପଣମାନଙ୍କୁ ଉତ୍ସାହିତ କରିବାକୁ ଚାହେଁ that when you're reading the promises of God, ଯେତେବେଳେ ଈଶ୍ୱରଙ୍କର ପ୍ରତିଜ୍ଞା ସମୂହ ଆପଣ ପଢୁଛନ୍ତି, choose to believe in it. ଆପଣ ତା ଉପରେ ବିଶ୍ୱାସ କରନ୍ତୁ। I want to say one last story about Rahab in Joshua 6. ମୁଁ ଯହୋଶୁଆ 6 ପର୍ବରେ ବର୍ଣ୍ଣିତ ହେଇଥିବା ଆଉ ଏକ ଷ୍ଟୋରିର କିଛି ଅଂଶ ଆପଣମାନଙ୍କ ପାଖରେ ପ୍ରକାଶ କରିବାକୁ ଇଚ୍ଛା କରେ। I want to tell you that Rahab was a prostitute. ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ରାହାବ ଜଣେ ବେଶ୍ୟା ଅଟେ। She knew nothing about God. ସେ ଈଶ୍ୱରଙ୍କ ବିଷୟରେ କିଛି ଜାଣି ନଥିଲେ। She had only heard about God. From other people. ସେ ଅନ୍ୟମାନଙ୍କ ପାଖରୁ ଈଶ୍ୱରଙ୍କ ବାବଦରେ ଶୁଣିଥିଲେ। 2 spies had come and stayed in her home. ଦୁଇ ଜଣ ଗୁପ୍ତଚର ଆସି ରାହାବର ଘରେ ରହିଲେ। And Rahab told him, ଆଉ ରାହାବ ସେମାନଙ୍କୁ କହିଲେ, that I know how great your God is. ମୁଁ ଜାଣେ ଯେ ଆପଣମାନଙ୍କର ଈଶ୍ୱର କେତେ ମହାନ ଅଟନ୍ତି। Please save me if it's possible by you. ଯଦି ସମ୍ଭବ ଅଟେ ମୋତେ ଉଦ୍ଧାର କରନ୍ତୁ। Me and my family should be saved. ମୋର ପରିବାର ଆଉ ମୁଁ ଯେଭଳି ଆମେ ଉଦ୍ଧାର ପାଇବୁ। And when the Israelites surrounded the walls of Jericho, ଆଉ ଯେତେବେଳେ ଇସ୍ରାଏଲୀୟ ଲୋକମାନେ ଗିରିହ ପ୍ରାଚୀର ଚାରିଆଡ଼େ ପ୍ରଦକ୍ଷିଣ କଲେ, I was doing a little bit of research. ଆଉ ସେ I was doing a little bit of research ଧ୍ୟାନ କରୁଥିଲେ ଏହି ବିଷୟରେ ସେ ଅଧିକ ଜାଣିବାର ନିମନ୍ତେ। And
I got to know that there were two walls. One was 6 feet wide and one was 12 feet wide. ଆଉ ସେଇ ଯୋଉ ଜିରିହ ପ୍ରାଚୀର ସେଇଟା ଦୁଇଟି କାନ୍ଥ ଅଟେ, ଗୋଟିଏ 6 ଫୁଟର ଆଉ ଗୋଟିଏ 12 ଫୁଟର Wide, thick, ଚଉଡ଼ା. So it is as thick as more than my height, double my height. ଏତେ ମୋଟା ବା ଏତେ ଚଉଡ଼ା ଅଟେ ତାହା ପ୍ରସ୍ତ. And Israelites are just walking around in silence. ଆଉ ଇସ୍ରାଏଲ ଲୋକମାନେ ସେଇ ପ୍ରାଚୀର ଚାରିଆଡ଼େ ସେମାନେ କେବଳ ବୁଲୁଛନ୍ତି. For 7 days, 7 ଦିନ ଧରି imagine the chaos that must be going inside Jericho. ଆଉ ଜିରିହ ଲୋକମାନଙ୍କ ମଧ୍ୟରେ କ'ଣ ସବୁ ଭାବନା ଚିନ୍ତା ଚାଲିଥିବ ଆପଣମାନେ ଇମାଜିନ୍ କରନ୍ତୁ. They must be so fearful ସେମାନେ କିଏ ଜାଣେ ଭୟ କରୁଥିବେ that what is going on? କ'ଣ ଆମର ଚାରିଆଡ଼େ ଘଟୁଛି. Thousands and thousands of Israelites are just walking around. ହଜାର ହଜାର ଲୋକମାନେ ସେଇ ପ୍ରାଚୀର ଚାରିଆଡ଼େ ବୁଲିବା. But there was only one woman, ସେଇ ସ୍ଥାନରେ କେବଳ ଜଣେ ମହିଳା, the entire city of Jericho, who was at peace. There was only one woman in that entire city who was at peace. କେବଳ ଜିରିହ ମଧ୍ୟରେ ଜଣେ ମହିଳା ସେଇ ହିଁ କେବଳ ଶାନ୍ତିରେ ଥିଲା, ବାକି ଜିରିହର ଲୋକମାନେ କେହି ନଥିଲେ. Why do you think Rahab was at peace? କାହିଁକି ଆମେ କହୁ ଯେ ରାହାବ ଶାନ୍ତିରେ ଥିଲା ବୋଲି? Because she chose to believe in the promises of God. କାରଣ ସେ ଈଶ୍ୱରଙ୍କର ପ୍ରତିଜ୍ଞା ଉପରେ ବିଶ୍ୱାସ ପ୍ରକଟ କରିବା ସେ ଜାଣିଥିଲା. In our life, ଆମମାନଙ୍କର ଜୀବନରେ there will be suffering, ନିହାତି ଯନ୍ତ୍ରଣା ଆସିବ, there will be problems, ସମସ୍ୟା ଆସିବ, difficulties, ଦୁଃଖ ଆସିବ, endless number of times. ଆଉ ତାହା ସମାପ୍ତ ବି ହେବାର ବେଳ ନାହିଁ, ସବୁବେଳେ ଆସିପାରେ. But if you choose to believe in the promises of God, କିନ୍ତୁ ଯେତେବେଳେ ଆପଣ ଇଚ୍ଛା କରିନେବେ ଯେ ମୁଁ ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରିବି, even though thousands of people are circling you, ଆପଣଙ୍କୁ ଚାରିଆଡ଼େ ଯଦି ହଜାର ଲୋକ ବି ଘେରି ରଖିଥିବେ, you will be at peace inside. ପ୍ରେଜ୍ ଦ ଲର୍ଡ. ଆମମାନଙ୍କର ଜୀବନରେ ନିହାତି ଶାନ୍ତି ରହିବ ସେତେବେଳେ. And that is what happened with Rahab and her family. ଆଉ ଏହି ସ୍ଥାନରେ ରାହାବର ଜୀବନରେ ତାହା ହିଁ ଘଟୁଛି. I want to encourage you. ମୁଁ ଆପଣମାନଙ୍କୁ ଉତ୍ସାହ ଦେବାକୁ ଚାହେଁ. We have a lot of desires in our heart. ଆମମାନଙ୍କ ହୃଦୟରେ ଅନେକ ଇଚ୍ଛା ଆଗ୍ରହ ଅଛି. Somebody might be waiting for their marriage. କେହି କେହି ନିଜର ବିବାହକୁ କିଏ ଜାଣେ ଅପେକ୍ଷାରେ ଥିବେ. Somebody might be waiting for a job. କିଏ ଜାଣେ କେହି ଗୋଟିଏ ନୂଆ ଜବ୍ ପାଇବାର ଅପେକ୍ଷାରେ Somebody ଥିବେ. might be waiting for some healing. କେହି କେହି କିଏ ଜାଣେ ଆରୋଗ୍ୟତାର ଅପେକ୍ଷାରେ ଥିବେ. Somebody might be having an enemy who they are worried about. କେହି କେହି କିଏ ଜାଣେ Enemy that they must be worried about. ଶତ୍ରୁ ବିଷୟରେ କିଏ ଜାଣେ ଆପଣମାନେ ଚିନ୍ତାଶୀଳ ଥିବେ. I don't know, there are n number of problems. ମୁଁ ଜାଣିନି ଆପଣମାନଙ୍କର ବିଭିନ୍ନ ବ୍ୟକ୍ତିର ବିଭିନ୍ନ ସମସ୍ୟା ଥାଇପାରେ. But if your focus is in God କିନ୍ତୁ ଈଶ୍ୱରଙ୍କ ପ୍ରତି ଆପଣଙ୍କର ଦୃଷ୍ଟି ରହିଲେ and you believe in His promises, ଆଉ ତାଙ୍କର ପ୍ରତିଜ୍ଞା ଉପରେ ଆପଣଙ୍କର ବିଶ୍ୱାସ ବଢ଼ିଲେ, God will give you that peace to work on that problem. ଆପଣମାନଙ୍କର ସମସ୍ୟା ଭିତରେ ପ୍ରଭୁ ଆପଣଙ୍କୁ ଶାନ୍ତି ଦେବେ. And if you stay strong, ଆଉ ଆପଣ ଯଦି ଦୃଢ଼ ହୋଇ ରହିବେ, God is going to come and wrestle with you, ପ୍ରଭୁ ଆପଣଙ୍କ ସହିତ ମଲ୍ଲ ଯୁଦ୍ଧ କରିବେ and He's going to rescue you. ଆଉ ଆପଣଙ୍କୁ ଉଦ୍ଧାର କରିବେ. Jacob was rescued that day. ଯାକୋବକୁ ସେଇଦିନ ପ୍ରଭୁ ଉଦ୍ଧାର କଲେ. Shunammite woman got his son back alive. ସୁନେମିଆ ମହିଳା ସେଇଦିନ ଉଦ୍ଧାର ପାଇଲା. Abraham got his son alive. ଅବ୍ରାହମ ତାଙ୍କର ପୁତ୍ରକୁ ଫେରି ପାଇଲେ. Rahab and his family got their son. ରାହାବ ଆଉ ତାଙ୍କର ପରିବାର ଉଦ୍ଧାର ପାଇଲେ. All because they choose to work with God. ଆଉ ଏହି ସମସ୍ତେ ଈଶ୍ୱରଙ୍କ ସହିତ ଲାଗି ରହିବାର ଦ୍ୱାରା. A lot of times we think that we are supposed to just go through the suffering and learn nothing. ଆମେ ଅନେକ ସମୟରେ କେବଳ ଏଇ ଦୁଃଖ ଯନ୍ତ୍ରଣା ମଧ୍ୟରେ ଯିବାକୁ ପଡ଼ିଥାଏ, ଆଉ କିଛି ନଥାଏ. We feel it is pointless. କି ଏହାର ମାନେ କିଛି ନାହିଁ, ଅର୍ଥ କିଛି ନାହିଁ, ଏଇଟା ଅବିରତ ଚାଲିଛି ବୋଲି. But that's not true. କିନ୍ତୁ ତାହା ବାସ୍ତବିକ ନୁହଁ. 1 Peter 2:20. ପ୍ରଥମ ପିତର ତାର 2:20 ପଦ ଆମେ ଟିକେ ଦେଖୁ. ଏଇଠି ଲେଖାଯାଏ, ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷରୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କ'ଣ ସୁଖ୍ୟାତି? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ. If you are suffering in His name, there is glory. ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ପ୍ରଶଂସାର ବିଷୟ ଅଟେ ଈଶ୍ୱରଙ୍କର ପାଇଁ. I want to go back to one more verse, James 1:2. ଯାକୋବ ତାର 1 ଅଧ୍ୟାୟ 2 and 3. 2 ଆଉ 3 ପଦ ଆମେ ଟିକେ ଦେଖିବା. ସେଇଠି ଲେଖାଯାଏ, ହେ ମୋର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର। ପରୀକ୍ଷା ସିଦ୍ଧ ବିଶ୍ୱାସ ଯେ
ଧୈର୍ଯ୍ୟ ଉତ୍ପନ୍ନ କରେ ଏହା ତ ଜାଣିଅଛ। So it's established that in our life, if we are Christian and if we believe in God, there is going to be suffering. এই স্থাନରେ ଆମେ ଦେଖୁଛୁ ପରମେଶ୍ୱରଙ୍କର ବାକ୍ୟରେ ଲେଖାଯାଇଛି ଯେ ଆମମାନଙ୍କ ଜୀବନରେ ଏଇଭଳି ସମସ୍ୟା ଦୁଃଖ ଆସିବା It is established. It's going to happen. এইটা ଆସିବାର ଅଛି, ଜୀବନରେ ଆସିବ କୌଣସି ନା କୌଣସି ସମୟରେ। There is no way to bypass it. এইଟାକୁ ବାଇପାସ୍ ଆମେ କରିପାରିବା ନାହିଁ। When Jesus crucified himself in the cross, ଯୀଶୁ ଯେତେବେଳେ ନିଜେ ସେ କ୍ରୁଶାର୍ପିତ ହେଉଛନ୍ତି, it was not meaningless suffering. এইଟା ଅର୍ଥହୀନ ଯନ୍ତ୍ରଣା ନଥିଲା। Jesus came here as completely 100% human. ସେ ଏହି ଧରାପୃଷ୍ଠକୁ 100% ମନୁଷ୍ୟ ଭାବରେ ଆସିଲେ। We always remember Jesus as God. ଆମେ ସବୁବେଳେ ମନେ ପକାଉ ଯୀଶୁଙ୍କୁ ଈଶ୍ୱର ବୋଲି। But for 33 years, he was a human. କିନ୍ତୁ 33 ବର୍ଷ ଧରି ସେ ମନୁଷ୍ୟ ଭାବରେ ପୃଥିବୀରେ ରହିଲେ। He was hungry, he was tired, he was sleepy just like us. ତାଙ୍କୁ କ୍ଷୁଧା ଲାଗିଲା, ସେ ଥକି ଯାଉଥିଲେ, ସେ ଶୟନ କରୁଥିଲେ ଗୋଟିଏ ମନୁଷ୍ୟ ଭଳି। He was in pain just like us. ସେ ଆମମାନଙ୍କ ଭଳି ଥିଲେ। When he was on that cross, ଆଉ ସେ ଯେତେବେଳେ କ୍ରୁଶରେ and suffering, ଆଉ ଯେତେବେଳେ କ୍ରୁଶରେ ସେ ଯନ୍ତ୍ରଣା ପାଉଛନ୍ତି, he knew there was a meaning and greater purpose to his ସେ suffering. ଜାଣନ୍ତି ଯେ ଏଇ ଯୋଉ ଯନ୍ତ୍ରଣା ମୁଁ ପାଉଛି, ଏଇ ଯନ୍ତ୍ରଣା ଏକ ଉଦ୍ଦେଶ୍ୟ ଅଛି। And I want to encourage you, whether it's your mistake or not, God is going to use your suffering to take you to greater heights. ଆଉ ମୁଁ ଏଇଟା ଆପଣମାନଙ୍କୁ ଉତ୍ସାହ ଦେବାକୁ ଚାହେଁ ଯେ ଯେକୌଣସି ସଫରିଂ, ଯେକୌଣସି ଯନ୍ତ୍ରଣା ଦେଇ ଆପଣମାନେ ଯାଉଛନ୍ତି, ପ୍ରଭୁଙ୍କର ଶକ୍ତି ଅଛି ତାରି ମଧ୍ୟରେ ଏକ ଉତ୍ତମ ପର୍ପୋଜ ରଖି ଆପଣମାନଙ୍କୁ ଉଦ୍ଧାର କରିବା। When Jesus was being given the drink, the gall drink, ଯୀଶୁଙ୍କୁ ଯେତେବେଳେ ଅମ୍ଳ ରସ ଦିଆଗଲା, I was researching it a little bit about it. ଆଉ ତାର ବିଷୟରେ ସେ ଧ୍ୟାନ କରୁଥିଲେ। The drink is usually given to people who is crucified, ଆଉ ସେଇ ଅମ୍ଳ ରସ ଯେଉଁମାନଙ୍କୁ କୃଷାର୍ପିତ କରାଯାଉଥିଲା ସେମାନଙ୍କୁ ଦିଆଯାଉଥିଲା, so that it numbs their pain, so that it stops their pain. ତାହା ପାନ କରିବା ଦ୍ୱାରା ସେମାନଙ୍କର ଯନ୍ତ୍ରଣା ଯେମିତି ବନ୍ଦ ହେଇଯିବ। And Jesus refused to have it. କିନ୍ତୁ ଯୀଶୁ ସେଇ ଅମ୍ଳ ରସ ଗ୍ରହଣ କଲେ ନାହିଁ। He did not discount his suffering that was meant to be. ଆଉ ଯୋଉ ଯନ୍ତ୍ରଣା ସେ ଭୋଗୁଥିଲେ ସେଇ ଯନ୍ତ୍ରଣାକୁ ସେ ଅଣଦେଖା କିମ୍ବା ଅଗ୍ରାହ୍ୟ କଲେ ନାହିଁ। He chose to completely suffer for his cause. ସମ୍ପୂର୍ଣ୍ଣ ଭାବରେ ସେ ଦୁଃଖକୁ ସେ ଆପଣାଇ ନେଲେ ଏବଂ ପୁରା ଶେଷ ଯାଏ ଦୁଃଖକୁ ବହିବା ସେ ଯତ୍ନବାନ ହେଲେ। John 18:11 says, ଜୋହନ ଲିଖିତ ସୁସମାଚାର ତାର 18-11 ପଦରେ ଲେଖାଯାଏ, ମୁଁ ପଢୁଛି, ସେଥିରେ ଯୀଶୁ ପିତରଙ୍କୁ କହିଲେ, ଖଣ୍ଡା ଖାପରେ ରଖ, ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି ମୁଁ କ'ଣ ସେଥିରୁ ପାନ କରିବି ନାହିଁ? a lot of times we think suffering is a bad thing. ଅନେକ ସମୟରେ ଆମେ ଭାବୁ ଯେ ଆମମାନଙ୍କର ଯନ୍ତ୍ରଣା, ଆମମାନଙ୍କର ଦୁଃଖ ଏଇଟା ବ୍ୟାଡ୍ ଥିଙ୍ଗସ୍ ଅଟେ, ଖରାପ ଅଟେ। But God tells here there is a meaning to it. କିନ୍ତୁ ପ୍ରଭୁ ଏହି ସ୍ଥାନରେ କହୁଛନ୍ତି ଯେ ଏହି ଯନ୍ତ୍ରଣାର ଅନ୍ତରାଳେ ଏକ ଯୋଜନା ଅଛି ଈଶ୍ୱରଙ୍କର। John 15:5 says, we don't need to open it. I'll just say, without me you can do nothing. ଜୋହନ 15:5 ପ୍ରକାଶ କରେ ଯେ ମୋର ବିନା ତୁମେ କିଛି କରିପାର ନାହିଁ। So why do we choose to suffer alone? ତେବେ ଆମେ କାହିଁକି ଏକୁଟିଆ ସେଇ ଯନ୍ତ୍ରଣାକୁ ଭୋଗିବାକୁ ଇଚ୍ଛା କରୁ? If we can do nothing, we shouldn't be suffering by ourselves. ଆମେ ଯେହେତୁ କିଛି କରିପାରୁନା, ଆମେ କାହିଁକି ଏକୁଟିଆ ସେଇ ଯନ୍ତ୍ରଣାକୁ ସହି ଚାଲିବା, ଭୋଗି We ଚାଲିବା? need to bring God into our story. ଆମେ ଆମମାନଙ୍କର ଷ୍ଟୋରି ଭିତରେ, ଆମମାନଙ୍କର ଯନ୍ତ୍ରଣା ଭିତରେ ଆମମାନଙ୍କର ପ୍ରଭୁଙ୍କୁ ଇନଭାଇଟ୍ କରିବାର ଆବଶ୍ୟକ ଅଟେ। And suddenly you will see doors where there are no doors. ଆମେ ଯେତେବେଳେ ତାଙ୍କୁ ଇନଭାଇଟ୍ କରିବା, ଯେତେବେଳେ ଆମମାନଙ୍କର ପାଇଁ କୌଣସି ଦ୍ୱାର ବି ଖୋଲା ନଥିବା, ହଠାତ୍ ଆମେ ନୂଆ ନୂଆ ଦ୍ୱାର ଉନ୍ମୁକ୍ତ ହେବାର ଦେଖିବା। I don't know how many 70 or 80 or 100 people are sitting here today. ଏହି ସ୍ଥାନରେ 70 ବର୍ଷ 80 ବର୍ଷର କେତେ ଲୋକ ବସିଛନ୍ତି ମୁଁ ଜାଣେ ନା। No, the total congregation is about ଏହି 100. ସ୍ଥାନରେ ଆମେ 70 ଜଣ ଅଛୁ କି 80 ଜଣ ଅଛୁ ମୁଁ ଜାଣେ ନା। But if one person is listening to me today, କିନ୍ତୁ ଯଦି ଜଣେ ବି ବ୍ୟକ୍ତି କେହି ମୋତେ ଯଦି ଆଜି ଶୁଣୁଛି, I want to encourage you. ମୁଁ ତାଙ୍କୁ କହିବାକୁ ଚାହେଁ, Leave your old ways ଆପଣଙ୍କର ପୁରୁଣା ସ୍ୱଭାବକୁ, ଜୀବନକୁ ଛାଡ଼ି ଦିଅନ୍ତୁ, and start putting your faith in God. ଈଶ୍ୱରଙ୍କ ଠାରେ ଆପଣଙ୍କର ପୁରା ବିଶ୍ୱାସକୁ ପ୍ରକାଶ କରନ୍ତୁ। You might think you are 10 years old and you don't need God. You might think you are only 10 years old and you don't need ଆପଣ God. ଭାବି ପାରନ୍ତି ଯେ ମୁଁ 10 ବର୍ଷ ହେଇଛି ଆଉ ମୁଁ ଈଶ୍ୱରଙ୍କୁ ଆବଶ୍ୟକ କରେ ନାହିଁ। Most of you might think I have enough money, I have a family, I don't need God. ଆପଣମାନେ ସମସ୍ତେ ଭାବୁଥିବେ ଯେ ମୁଁ ସୁରକ୍ଷିତ ଅଛି, ମୋର ପାଖରେ
ଟଙ୍କା ଅଛି ଆଉ କିଛି ଅସୁବିଧା ନାହିଁ But everybody here needs God. କିନ୍ତୁ ଜାଣିଥାନ୍ତୁ ଯେ ଈଶ୍ୱର ସବୁବେଳେ ଅଛନ୍ତି Everybody present here needs God. ସମସ୍ତଙ୍କୁ ଈଶ୍ୱରଙ୍କର ଆବଶ୍ୟକତା ରହିଛି It is your choice whether you want to go to Him or not. ଏଇଟା ଆପଣଙ୍କର କେବଳ ଚଏସ୍ ଅଟେ ଯେ ଆପଣ ଈଶ୍ୱରଙ୍କର ପାଖକୁ ଯିବେ କି ନାହିଁ Lot of young people and old people, we have desires and needs in our life. এই ସ୍ଥାନରେ ଥିବା ଯୁବା ଯୁବତୀ ପୁଣି ବୟସ୍କ ବୟସ୍କା ସମସ୍ତଙ୍କର ବିଭିନ୍ନ ପ୍ରକାର ଇଚ୍ଛା ଆମମାନଙ୍କର ଜୀବନରେ ଅଛି We might have difficulties. ଆମମାନଙ୍କର ଦୁଃଖ ବି ସମସ୍ୟା ବି ଥାଇପାରେ Some might be easy. Some might be easy. କେତୋଟି ଅତି ସହଜ ହେଇପାରେ Some might be hard. କେତୋଟି ଯନ୍ତ୍ରଣାଦାୟକ ହେଇପାରେ But the answers to all those situations is Jesus alone. କିନ୍ତୁ ଆମର ସବୁ ପରିସ୍ଥିତି ଆମେ ଯେତେବେଳେ ଆମମାନଙ୍କର ପ୍ରଭୁଙ୍କର ପାଖରେ ଦେବା ଆମମାନଙ୍କର ପ୍ରଭୁ ଡିଲ୍ କରିବେ I want to tell few things ମୁଁ ଆପଣମାନଙ୍କ ପାଖରେ ଆଉ କେତୋଟି କଥା ରଖିବାକୁ ଚାହେଁ before I end my ମୁଁ sermon. ଏହି ପ୍ରଚାରକୁ ସମାପ୍ତ କରିବାର ପୂର୍ବରୁ When Jesus died, ଯେତେବେଳେ ଯୀଶୁ ମୃତ୍ୟୁଭୋଗ କଲେ only John was present at the crucifixion. କେବଳ ଯୋହନ ସେହି ସ୍ଥାନରେ ଶିଷ୍ୟ ଯୋହନ ସେ ଉପସ୍ଥିତ ଥିଲେ Everybody ran out of fear. ସମସ୍ତେ ଚାଲିଗଲେ ଭୟରେ But after his resurrection, କିନ୍ତୁ ସେ ଯେତେବେଳେ ପୁନରୁତ୍ଥିତ ହେଲେ he showed to at least 500 people. ସେ 5 ଜଣଙ୍କୁ କମ ସେ କମ ଆପଣଙ୍କୁ ଦେଖାଇଛନ୍ତି And ପ୍ରକଟ all the disciples that had ran away from fear, they saw him. ଆଉ ଯେତେ ଜଣ ତାଙ୍କର ଶିଷ୍ୟମାନେ ବି ଦେଖିଲେ ସେମାନେ ସମସ୍ତେ ଧାଇଁକି ଦୌଡ଼ି ପଳେଇଲେ ଭୟରେ And that fear went away from them. The fear that they had completely vanished. ଓକେ ଯେତେ ଜଣ ତାଙ୍କୁ ଦେଖି ଭୟ କରୁଥିଲେ ସମସ୍ତ ଭୟ ସେମାନଙ୍କଠୁ ଚାଲିଗଲା For 40 years 40 ବର୍ଷ ଧରି after Jesus died, ଯୀଶୁଙ୍କର ମୃତ୍ୟୁ ପରେ all the disciples went around the world and preached the gospel. ସମୁଦାୟ ପୃଥିବୀକୁ ତାଙ୍କର ଶିଷ୍ୟମାନେ ଯାଇ ସୁସମାଚାର ପ୍ରଚାର କଲେ Never in the history, କୌଣସି ଇତିହାସରେ ନାହିଁ for 40 years, 40 ବର୍ଷ ଧରି all the disciples, ସମସ୍ତ ଶିଷ୍ୟମାନେ they choose never to deny the existence of Jesus. ଯୀଶୁଙ୍କର ଅସ୍ତିତ୍ୱକୁ ଯୀଶୁଙ୍କର ଜୀବନକୁ ଯୀଶୁଙ୍କର ବଞ୍ଚିଥିବା ରହସ୍ୟକୁ କେବେ ଅସ୍ୱୀକାର କରିନାହାନ୍ତି This is historical, this is not mythological. ଏଇଟା ଐତିହାସିକ ଅଟେ ଏଇଟା କୌଣସି ମାଇଥୋଲୋଜି ନୁହଁ It is scientifically proven that Jesus was here on this earth. ଏଇଟା ବିଜ୍ଞାନ ଭାବରେ ବି ପ୍ରମାଣିତ ଯେ ଯୀଶୁ ଏହି ପୃଥିବୀକୁ ଆସିଥିଲେ Never a group of people have ever continued to say the same truth for 40 years. Never has it has happened that a group of people have continued to speak the gospel and not change for 40 years. It has never happened before. 40 ବର୍ଷ ଧରି ଯେତେବେଳେ ଶିଷ୍ୟମାନେ ଏହି ସମାଚାର ପ୍ରଚାର କଲେ ଆଉ ଲୋକମାନେ ଶୁଣିଲା ଉତ୍ତାରେ ଲୋକେ ଚେଞ୍ଜ ହେଲେ Matthew was skinned alive. Matthew was skinned alive ମାଥ୍ୟୁଙ୍କ ଚମଡ଼ାକୁ ଚର୍ମକୁ ବାହାର କରି ଦିଆଗଲା and killed him. ଆଉ ତାଙ୍କର ଜୀବନକୁ ମାରିଦେଲେ James was beheaded. ଆଉ ଯାକବଙ୍କୁ ହତ୍ୟା କରି ଦିଆଗଲା Beheaded. ଗଳା କାଟି ଦିଆଗଲା Luke was hung on a tree. ଆଉ ଲୋକଙ୍କୁ ଗୋଟିଏ ଗଛରେ ଫାଶୀ ଦିଆଗଲା Mark was tied with a rope and dragged on the street. ମାର୍କଙ୍କୁ ଗୋଟିଏ ଦଉଡ଼ିରେ ବେକରେ ବାନ୍ଧି ଦିଆଯାଇ ଘୋଷାଡ଼ି ନେଇ ମାରି ଦିଆଗଲା Philip was first crucified and then stoned to death. ଆଉ ଫିଲିପଙ୍କୁ କ୍ରୁଶରେ ଚଢ଼େଇ ଦିଆଗଲା ଆଉ କ୍ରୁଶ ଉପରକୁ ତାଙ୍କୁ ପଥର ଫୋପାଡ଼ି ମାରି ଦିଆଗଲା Peter was crucified upside down. ଆଉ ପିତରଙ୍କୁ ଓଲଟା କ୍ରୁଶରେ ମାରି ଦିଆଗଲା Andrew, his brother, was crucified as well. ଆଉ ଆନ୍ଦ୍ରିୟ ଆଉ ତାଙ୍କର ଭାଇକୁ ମଧ୍ୟ କ୍ରୁଶାର୍ପିତ କରାଗଲା John was put in hot boiling oil. ଯୋହନ ଶିଷ୍ୟଙ୍କୁ ତେଲରେ ଛାଣି ଦିଆଗଲା ଗରମ ତେଲରେ Simon was cut in half. ଆଉ ସିମନକୁ ଅଧା କାଟିଦେଲେ ପୁରା Thomas was speared in India. ଆଉ ଥୋମାଙ୍କୁ ବର୍ଚ୍ଛାରେ ମାରି ଦିଆଗଲା Paul was beheaded. ଆଉ ପାଉଲଙ୍କୁ ଗଳା କାଟି ଦିଆଗଲା Timothy was dragged on the streets ଆଉ ତିମୋଥୀଙ୍କୁ ବି ରାସ୍ତାରେ ଘୋଷାଡ଼ାଗଲା at the age of 85. 85 ବର୍ଷରେ Why do you think all of these people went through these problems? এই ଲୋକମାନେ କାହିଁକି ଏହି ସମସ୍ତ ସମସ୍ୟା ଆଉ ସଂଘର୍ଷ ମଧ୍ୟ ଦେଇ ଗଲେ Back then, the Romans, all they asked them to tell was what they saw and what they are preaching is false. The Romans, they asked these disciples, what you are preaching, just accept that it is false. ରୋମୀୟମାନେ ଏହି ଶିଷ୍ୟମାନଙ୍କୁ ଗୋଟିଏ କଥା କହୁଥିଲେ ଯେ ତମେ ଯାହା ପ୍ରଚାର କରୁଛ ଏହା ମିଥ୍ୟା ଅଟେ ବୋଲି ତୁମେ କୁହ ଆଉ ତମେ ଛୁଟକାରା ପାଇଯାଅ But they choose to die like this rather than rejecting them. କିନ୍ତୁ ଏହି ସତ୍ୟତା ପାଇଁ ଯୀଶୁଙ୍କର ପାଇଁ ଏମାନେ ମୃତ୍ୟୁବରଣ କରିବାକୁ ବିହିତ ମନେ କଲେ We truly serve a living God. ଆମେ ଆମମାନଙ୍କର ସେହି ଜୀବନ୍ତ ପରମେଶ୍ୱରଙ୍କର ସେବାକାରୀ ଅଟୁ If you are having trouble faith, if
If you are having trouble having faith, आमମାନଙ୍କର ଜୀବନରେ ଯଦି ସମସ୍ୟା ଅଛି ଆମେ ବିଶ୍ୱାସ ପ୍ରକଟ କରୁ ପ୍ରଭୁଙ୍କ ଠାରେ remember that since Jesus died, about 7 crore people have died for the gospel. About 7 crore people have died for the gospel. ଯୀଶୁ କ୍ରୁଶାର୍ପିତ ହେବାର ଦ୍ୱାରା ଆଉ ସେଇ କ୍ରୁଶର କାରଣ ଦ୍ୱାରା 7 crore people Have died, 7 କୋଟି have ଲୋକ been killed. ମୃତ୍ୟୁବରଣ କରିଛନ୍ତି We get the gospel for free. ଆଉ ଆମେ ଏହି ସୁସମାଚାର ଆମେ ମୁକ୍ତ ଭାବରେ ପାଇଛୁ ବିନା ମୂଲ୍ୟରେ Somebody has to give their life, but we get it for free. ଆଉ ଏଥି ନିମନ୍ତେ ଅନେକ ତାଙ୍କର ଜୀବନକୁ ଦେଲେ ଆଉ ଆମମାନଙ୍କୁ ଏହା ମିଳିଛି So if you ever doubt the existence of God, ଆଉ ଯଦି ଆପଣମାନେ ଈଶ୍ୱରଙ୍କ ଜୀବନର ଅସ୍ତିତ୍ୱକୁ ଯଦି ଆପଣ ଡାଉଟ୍ କରନ୍ତି remember these people lost their life for the truth. ବାସ୍ତବିକତା ନିମନ୍ତେ ସତ୍ୟତା ନିମନ୍ତେ ଏହି ଲୋକମାନେ ନିଜ ଜୀବନକୁ ଦେଇଛନ୍ତି I want to encourage you all again ମୁଁ ଆପଣମାନଙ୍କୁ ଉତ୍ସାହ ଦେବାକୁ ଚାହେଁ that no matter what happens in life or no matter what you want in life, ଆପଣମାନଙ୍କର ଜୀବନରେ ଯାହା ବି ଘଟୁଥାଉ କିମ୍ବା ଆପଣ ନିଜ ଜୀବନରେ ଯାହା ବି ଅପେକ୍ଷା କରୁଥାନ୍ତି the answer is God Himself. ପ୍ରଭୁ ହିଁ ତହିଁର ଆନ୍ସର ଅଟନ୍ତି I want to tell one story, not from the Bible, and I'll end. ବାଇବଲକୁ ଛାଡ଼ି ଆଉ ଗୋଟିଏ ଷ୍ଟୋରି ମୁଁ ଆପଣମାନଙ୍କର ପାଖରେ କହିବି So there was this restaurant, there was a restaurant, hotel. ହଁ ଗୋଟିଏ ହୋଟେଲ ଥିଲା ରେଷ୍ଟୁରାଣ୍ଟ ଥିଲା So they had a tag there, ଆଉ ସେଇ ସ୍ଥାନରେ ଗୋଟିଏ ଟ୍ୟାଗ୍ ଲାଗିଥିଲା eat anything for free, ଏହି ସ୍ଥାନରେ ଯାହା ବି ଖାଇବେ ଫ୍ରିରେ ଖାଆନ୍ତୁ and your bill will be paid by your grandson. ଆଉ ଆପଣଙ୍କୁ ଯେତେବେଳେ ବିଲ୍ ଦେବାର କଥା ଆସିବ ସେଇଠି ଲେଖା ହୋଇଛି ତମର ଗ୍ରାଣ୍ଡ ସନ୍ ଅର୍ଥାତ୍ ନାତି ସେଇ ବିଲ୍ ପେଡ୍ କରିବେ So one person read that notice, ଜଣେ ବ୍ୟକ୍ତି ସେଇ ନୋଟିସକୁ ପଢ଼ିଲେ he went and had as much food as possible. ଆଉ ଯାହା ଇଚ୍ଛା ଲାଗିଲା ସେଇ ରେଷ୍ଟୁରାଣ୍ଟରେ ଖାଇଲେ At the end of the day, ଆଉ ଏଣ୍ଡ ଅଫ୍ ଦ ଡେ he goes and wash and tries to leave the restaurant. ଆଉ ସେ ତାଙ୍କର ହାତ ଧୋଇକି ସେ ରେଷ୍ଟୁରାଣ୍ଟରୁ ବାହାରିବାର And suddenly the waiter comes and gives him a bill. ଆଉ ସେଇ ସମୟରେ ସେଇ ରେଷ୍ଟୁରାଣ୍ଟର ୱେଟର ଆସିଲା ଆଉ ଏଇ ବ୍ୟକ୍ତିଙ୍କୁ ତାଙ୍କର ବିଲ୍ ଦେଲା ଯାହା ଖାଇଛନ୍ତି And he's telling, you have a notice, everything is free. ଆଉ ସେଇ ବ୍ୟକ୍ତି କହିଲେ ତମର ଟ୍ୟାଗରେ ଲେଖା ହେଇଛି ତମେ ଯାହା ବି ଖାଇବ ଫ୍ରିରେ ଖାଇବ My grandson will come and pay for it. ମୋର ନାତି ଆସିକି ତାହା ବିଲ୍ ଦେବେ ପେଡ୍ କରିବେ But he said, this is not your bill. ଆଉ ସେଇ ଦାସ କହିଲେ ଏଇ ବିଲ୍ ତମର ନୁହଁ It is your grandfather's bill. ଏଇଟା ତମ ରଜା ଖାଇଛନ୍ତି ଆଉ ତମକୁ ଆଜି ଦେବାକୁ ପଡୁଛି When you deal with the devil, ଯେତେବେଳେ ଆମେ ଡେଭିଲ ସହିତ ଶୈତାନ ସହିତ ଡିଲ୍ କରୁ ସମଝୋତା କରୁ it might look easy, it might look attractive, ଏଇଟା ବହୁତ ଆଟ୍ରାକ୍ଟିଭ ଆକର୍ଷଣୀୟ ଲାଗେ ବହୁତ ଇଜି ଲାଗେ but you will pay a heavy price. ଆଉ ସେଥିପାଇଁ ଆମମାନଙ୍କୁ ବହୁମୂଲ୍ୟ ଦେବାକୁ ପଡେ Do not choose any other option other than God. ଈଶ୍ୱରଙ୍କ ବିନା ଅନ୍ୟ କୌଣସି ଅପସନକୁ ଆପଣମାନେ ଚୁଜ୍ କରନ୍ତୁ ନାହିଁ Thank you very much. ଥ୍ୟାଙ୍କ ୟୁ ଭେରି ମଚ୍